जो रुसियान रिवॉल्यूशन सी हमको सोशलिज्म देला। पूर्वरु सोशलिज्म थिला, मार्क्सिज्म थिला, मार्क्स थिले, समस्ते थिले, कहिथिले सेगुडा कौन। କିନ୍ତୁ କଥାଟା ହଉଛି ସେଇଟା କୋଉଠି ପ୍ରାକ୍ଟିକାଲି ଆକ୍ଚୁଆଲି ପ୍ରାକ୍ଟିସ ପଲିଟିକ୍ସରେ ଆମେ କୋଉଠି ଦେଖିବାକୁ ପାଇନଥିଲେ। ପ୍ରଥମ ଥର ପାଇଁ ଆପଣଙ୍କ ରୁଷିଆନ ରିଭଲ୍ୟୁସନରେ ଆମେ ସେଇଟା ଦେଖିବାକୁ ପାଇଲେ। ଆଉ ତାକୁ ଯିଏ ଲାଗୁ କରିଥିଲେ ସିଏ ହଉଛନ୍ତି ଲେନିନ୍। ଓକେ, ମାର୍କ୍ସ ଯାହା କହିଥିଲେ ତାକୁ ଇଏ ଅକ୍ଷର ଅକ୍ଷରେ ପାଳନ କରିନାହାନ୍ତି। ଇଏ ତାଙ୍କ ହିସାବରେ ମଡିଫାଏ କରିଛନ୍ତି ସୁଇଟେବଲି ଆକର୍ଡିଂ ଟୁ ରୁଷିଆନ କଣ୍ଡିସନ। ଓକେ, ତ ସେଇଥିପାଇଁ ଲେନିନ୍ ବହୁତ ଇମ୍ପୋର୍ଟାଣ୍ଟ ପର୍ସନ। ଆଉ ସତ କହିଲେ ଲେନିନ୍ଙ୍କର କିଛି ଭ୍ୟୁଜ ଯଦି ବା ଆପଣଙ୍କ ରାଡିକାଲ ନେଚରର, ବଟ୍ ଷ୍ଟିଲ୍ ଆପଣ ଯଦି କହିବେ କିଛିଟା ଆପଣଙ୍କୁ ଭଲ ଲାଗିବ ତାଙ୍କର ଭ୍ୟୁଟା। ମାର୍କ୍ସ ଯେମିତି କହିଲେ ଇମ୍ପ୍ରାକ୍ଟିକାଲ କଥା ସବୁ କହିଥିଲେ, ବହୁତ ଗୁଡ଼ାଏ ଜିନିଷ ଟ୍ରୁ ରିଜନଟା କହିଥିଲେ, କିନ୍ତୁ ସିଏ ଯୋଉ ପ୍ରକାର ରିଭଲ୍ୟୁସନ କଥା କହିଲେ ସେଟା ପ୍ରାକ୍ଟିକାଲ ନୁହଁ। କଣ ପାଇଁ ନା ଯିଏ ଆପଣଙ୍କର ପାୱାରଫୁଲ କମ୍ୟୁନିଟି, ଯେମିତି କି ସିଏ କାହାକୁ ଆପଣଙ୍କର ପ୍ରୋଲେଟାରିଏଟ ମାନେ ବୁର୍ଜୁଆଙ୍କ ଏଗନେଷ୍ଟରେ ରିଭଲ୍ୟୁସନ କରିବେ ଏଇ କଥାଟି କହିଲେ। କିନ୍ତୁ କଥାଟା ହଉଛି ଆପଣ ରିଭଲ୍ୟୁସନ କରିବା ପାଇଁ ଯିବେ, ଆଉ ଯୋଉମାନେ କି ଗୋଟେ ଡୋମିନାଣ୍ଟ ଗ୍ରୁପ ସେମାନେ କଣ ଚୁପ୍ କି ବସିଥିବେ କି? ସେମାନେ କେବେ ବି ଚୁପ୍ ହେଇକି ବସିବେନି। ସେମାନେ ନିଜକୁ ବଞ୍ଚେଇବା ପାଇଁ ଯଥାସମ୍ଭବ ପ୍ରୟାସ ତ କରିବେ, ନିଶ୍ଚିନ୍ତ ଭାବରେ କରିବେ ଆପଣଙ୍କ ଯଥାସମ୍ଭବ ପ୍ରୟାସ। ତ ସେଇଥିପାଇଁ ଆପଣଙ୍କର ମାର୍କ୍ସ ଯୋଉ ୱେରେ କହିଲେ ସେଟା ଟିକେ ଆପଣଙ୍କର ଯୋଉ ଇନ୍ ପ୍ରାକ୍ଟିସ ଟୁ ବହୁତ ଦୂରରେ। ଓକେ, କିନ୍ତୁ ଲେନିନ୍ ଯୋଉ କଥା ଗୁଡା କହିଲେ ସେଟା କେମିତି ତାକୁ ମାର୍କ୍ସିଜିମକୁ ଗ୍ରାଉଣ୍ଡରେ ଆପ୍ଲାଏ କରିହେବ ଡିଫରେଣ୍ଟ ସିଚୁଏସନରେ, ସେଇ କଥାଟି ସେ ପ୍ରାକ୍ଟିକାଲି କରିକି ଦେଖେଇଲେ। ୟାଙ୍କ ନାଁ ହଉଛି ଭ୍ଲାଦିମିର ଆପଣଙ୍କର ଇଲିଚ୍ ଲେନିନ୍। ଓକେ, ପୁରା ନାଁଟା ହଉଛି, ମୁଁ ଲେଖି ଦଉଛି ଏଠି, ଲେଖିଥାନ୍ତୁ। ହଁ, ଆଜିର କ୍ଲାସ୍ ପୁରା ପେନ୍ ଆଣ୍ଡ ପେପର ବାହାର କରିକି ଲେଖିବେ। ଓକେ, ଲେଖିବେ କ୍ଲାସରେ ମୁଁ ଯାହା ଯାହା କହୁଛି ଆପଣଙ୍କୁ ନିଜ ହିସାବରେ ଲେଖିବେ। ନୋଟ୍ସଟା ଦେବା ପାଇଁ ମୋତେ ଟିକେ ଟାଇମ୍ ଲାଗିବ। କଣ ପାଇଁ ମୁଁ କହୁଛି, ଏଇଥିପାଇଁ ଯେ ମାକ୍ସିମମ୍ ୟୁନିଭର୍ସିଟି ସିଲାବସରେ ନାହିଁ। ଓକେ, କେବଳ ଓପିଏସସି ୟୁପିଏସସି ରେ ଅଛି। ୟୁପିଏସସି ରେ ଏବେ ଅଛି କି ନାହିଁ ମୁଁ କହିପାରିବିନି, ମନେ ପଡୁନି ଠିକ ସେ ସିଲାବସଟା। ପୂର୍ବରୁ ତ ଥିଲା ଆପଣଙ୍କର, କିନ୍ତୁ ଓପିଏସସି ରେ ହିଁ ଅଛି। ତ ଆଉ ଓପିଏସସି ସ୍ପେସିଫିକ ସେମିତି ବୁକ୍ କିଛି ଲେଖା ଯାଇନି। ଓକେ, ତ ସେଇଥିପାଇଁ ଆପଣଙ୍କୁ ଟିକେ ମୁସ୍କିଲ ହବ। କେବଳ ଗୋଟେ ବହିରେ ଦେଇଛି, ପ୍ରେମ ଆରୋରାଙ୍କର ବୁକ୍ରେ ଦେଇଛି, ଅଦରୱାଇଜ ନାହିଁ। ତ ନୋଟ୍ସ ତିଆରି ହେବାକୁ ମୋତେ 2 ଦିନ ଟାଇମ୍ ଲାଗିବ। ତ ଟିକେ ଲେଟ୍ ହବ, ତ ବେଟର ହବ ଆପଣ ଲେଖୁଥିବେ କ୍ଲାସରେ। ଓକେ, ତାଙ୍କ ନାଁ ହଉଛି ଭ୍ଲାଦିମିର। ଓକେ, ଭ୍ଲାଦିମିର, ILYICH, ପ୍ରୋନାଉନ୍ସିଏସନ ନିଜେ କରିନିଅନ୍ତୁ। ଓକେ, ଲେନିନ୍। ଇଏ ଆପଣଙ୍କର ଜନ୍ମ ହେଇଥିଲେ 1870ରେ, ମାନେ ମହାତ୍ମା ଗାନ୍ଧୀଙ୍କର ପ୍ରାୟ ସମସାମୟିକ ଆମେ କହିପାରିବା। 1870, ସିଏ 69ରେ ଜନ୍ମ ହେଲେ, ଇଏ 70ରେ ଜନ୍ମ ହେଲେ। ରୁ 1924, ନିୟରଲି 53 ଇୟର୍ସର ଜୀବନ କାଳ ଆମେ ଦେଖିବାକୁ ପାଆନ୍ତି। ବହୁତ ବର୍ଷ ବଞ୍ଚି ନଥିଲେ, କିନ୍ତୁ ଯାହା ବି ବଞ୍ଚିଥିଲେ ଆପଣଙ୍କର ବହୁତ କିଛି କାମ ଆପଣଙ୍କର କରିକି ଯାଇଛନ୍ତି। ଏବେ ରିସେଣ୍ଟଲି ହ୍ୟୁମାନ ସାଗରଙ୍କର ଡେଥ୍ ପରେ ଆପଣଙ୍କର ପପୁ ପମ୍ପମ୍ କହିଲେ ଯେ ଯୋଉମାନେ ଗ୍ରେଟ୍ ଲୋକମାନେ ଯୋଉମାନେ କିଛି କରିବା ପାଇଁ ଆସିଥାନ୍ତି ତାଙ୍କର ଖୁବ ଶୀଘ୍ର ଡେଥ୍ ହେଇଯାଏ। ସେ କଥାଟା ସିଏ କହିଲେ, କିନ୍ତୁ ଆମେ ତ ଦେଖିଛନ୍ତି ମହାତ୍ମା ଗାନ୍ଧୀ ବହୁତ ବର୍ଷ ପର୍ଯ୍ୟନ୍ତ ବଞ୍ଚିଲେ। ଇଭିନ୍ ସେ ହ୍ୟୁମାନ ସାଗରକୁ ବିବେକାନନ୍ଦଙ୍କ ସହିତ ବି ତୁଳନା କରିଦେଲେ, ଯୋଉଟା କି ଟିକେ ଅଡ୍ ଲାଗିଲା। ଓକେ, ହ୍ୱାଟ ଏଭର ମେ ବି ତାଙ୍କର ଭ୍ୟୁ ପଏଣ୍ଟ, ସେଟା ଆମର ସେଥିରେ କମେଣ୍ଟ କରିବାର କିଛି ନାହିଁ। କିନ୍ତୁ ବିବେକାନନ୍ଦଙ୍କ ସହିତ ମତେ ତ ଠିକ ଲାଗିଲାନି। ଓକେ, ବିବେକାନନ୍ଦ ଆଉ ହ୍ୟୁମାନ ସାଗର, ବିବେକାନନ୍ଦ ଆପଣଙ୍କ ମଦ ପିଇ ପିଇ ମରି ନଥିଲେ, ଏଟା ହାର୍ସ ଲାଗିପାରେ, କିନ୍ତୁ ଷ୍ଟିଲ୍ ଆପଣଙ୍କର ଇଏ ଗୋଟେ ଭ୍ୟୁ ପଏଣ୍ଟ। ଓକେ, ତ ଏଇ ଯୋଉ ଭ୍ଲାଦିମିର ଲେନିନ୍ ଯିଏ ଆପଣଙ୍କର, ଇଏ ଯଦି କହିବେ ଯେତିକି ୱାର୍ଲଡର ଆପଣଙ୍କର କିଛି ପଲିଟିକାଲ ଲିଡର, ଯୋଉମାନେ ଇନଫ୍ଲୁଏନ୍ସିଆଲ ପଲିଟିକାଲ ଲିଡର, ଯୋଉମାନେ କି ଯେମିତି କହନ୍ତି ସ୍ୱର୍ଣ୍ଣିମ ଅକ୍ଷରରେ ଲେଖା ଯାଇଥାଏ, ଯୋଉମାନଙ୍କର ନାଁ ସେଇମାନଙ୍କ ଭିତରୁ ଜଣେ ଥିଲେ। ଆପଣଙ୍କର ଗପିବା, ଓକେ, ରୁମ୍ ଭିତରେ ବସିକି ଗୁଡାଏ ଜିନିଷ ଲେଖିଯିବା, ଇଏ ତ କିଏ ବି ଆପଣଙ୍କର କରିପାରିବେ, ଯଦିବା ସମସ୍ତେ କରିପାରିବେନି। କିନ୍ତୁ ସିଏ ଆପଣଙ୍କର କଣ କି ସେମାନେ ହେଲେ ଫିଲୋସଫର, କିନ୍ତୁ ଇଏ କରିକି ଦେଖେଇଥିଲେ। ଆଉ ଯୋଉ କେତେ ଜଣ କରିକି ଦେଖେଇଥିବା ବ୍ୟକ୍ତିତ୍ୱ, ଯେମିତି କି ମାଓ ଜେଡୁଙ୍ଗ, ଲେନିନଙ୍କର କଥା କୁହନ୍ତୁ, ଇଣ୍ଡିଆରେ ଆପଣଙ୍କର ଗାନ୍ଧିଜୀଙ୍କର କଥା କୁହନ୍ତୁ। ଓକେ, ଏମାନେ ଖାଲି କହି ନଥିଲେ, ଏମାନେ ଆପଣଙ୍କର
इन प्राक्टिस କରିକି ବି ଦେଖେଇଥିଲେ ଯେ ତାକୁ କେମିତି ଭାବରେ ଆପଣଙ୍କର ଲାଗୁ କରାଯାଇ ପାରିବ। ଓକେ, ଆଉ ଇଏ ହଉଛନ୍ତି ଆର୍କିଟେକ୍ଟ ଅଫ ବଲସେଭିକ ରିଭଲ୍ୟୁସନ ଅଫ 1917। ଓକେ, 1917 ରେ ଯୋଉ ବଲସେଭିକ ରିଭଲ୍ୟୁସନ ହେଇଥିଲା, ଯାହା ପରେ ସୋଭିଏତ ୟୁନିୟନ ଆପଣଙ୍କର ସ୍ଥାପନା ହେଇଥିଲା, ୟୁଏସଏସଆର ର ସ୍ଥାପନା ହେଇଥିଲା। ଓକେ, ଇଏ ହଉଛନ୍ତି ସିଏ। ଆଉ ଯୋଉ ମାର୍କସିଷ୍ଟ ଥିଓରି, ଓକେ, ଯାହାକୁ କି ଆପଣ ମାର୍କସିଷ୍ଟ ଥିଓରିର ସୁଇଟେବଲି ମଡିଫାଏ କରିକି ଯୋଉ ସିଏ ଥିଓରି ସବୁ ଦେଲେ, ଓକେ, ସେଇଥିପାଇଁ ସେଗୁଡାକୁ ଆପଣଙ୍କର ଲେନିନିଜିମ ବୋଲି କୁହାଯାଏ। ୟାକୁ ସିଏ ଗ୍ଲୋବାଲ ପଲିଟିକ୍ସରେ ସାମିଲ କରାଇବାର ସକ୍ଷମ ହେଇଥିଲେ ଲେନିନ। ଓକେ, ତ ଆଜ ୟୁଜୁଆଲ ଫିଲୋସଫିକୁ ଯିବା ପୂର୍ବରୁ ତାଙ୍କ ଲାଇଫ ବିଷୟରେ ଗୋଟେ ବ୍ରିଫ ଇଣ୍ଟ୍ରୋଡକ୍ସନ ମୁଁ କରିଦଉଛି ଆପଣଙ୍କୁ। ତାଙ୍କର ଯଦି କହିବେ ଫ୍ୟାମିଲି ବ୍ୟାକଗ୍ରାଉଣ୍ଡ, ଓକେ, ଫ୍ୟାମିଲି ବ୍ୟାକଗ୍ରାଉଣ୍ଡ ମିନ୍ସ ଆପଣଙ୍କର ସିଏ ଗୋଟେ ବହୁତ ବଢିଆ ଫ୍ୟାମିଲିରେ ଜନ୍ମ ହେଇଥିଲେ। ଓକେ, ଆପଣଙ୍କର ତାଙ୍କର ଜନ୍ମ ତାରିଖ କେତେ? 22 ଏପ୍ରିଲ। ଓକେ, 22 ଏପ୍ରିଲ 1870। 22 ଏପ୍ରିଲରେ ସିଏ ଜନ୍ମ ହେଇଥିଲେ। ତ ଏଇ ଯୋଉ 22 ଏପ୍ରିଲରେ ସିଏ ଜନ୍ମ ହେଇଥିଲେ କୋଉଠି? ରୁଷିଆର ସିମ୍ବ୍ରିକ୍ସ ବୋଲି ଗୋଟେ ଜାଗା। ସିଏ ବର୍ତ୍ତମାନ ସେ ଜାଗାଟା ନାହିଁ। ଆପଣ ଏଗୁଡା କଣ କି ରୁଷିଆନ ପ୍ରୋନାଉନ୍ସିଏସନ ଗୁଡା ପାଟିରେ ପଶେନି, ମୁଁ ସେଇଥିପାଇଁ କହୁନି, ଏଗୁଡାକୁ ନୋଟ୍ସରେ ମୁଁ ସବୁ ଦେଇଦେବି। ସେ ଗୋଟେ ୱେଲ୍ ଏଜୁକେଟେଡ୍ ମିଡିଲ କ୍ଲାସ ଫ୍ୟାମିଲିରେ ଜନ୍ମ ହେଇଥିଲେ। ଓକେ, ୱେଲ୍ ଏଜୁକେଟେଡ୍ ମିଡିଲ କ୍ଲାସ ଫ୍ୟାମିଲିରେ ଜନ୍ମ ହେଇଥିଲେ। ତାଙ୍କ ଫାଦର ଯିଏ ଇଲିଆ, ଓକେ, ସିଏ ଆପଣଙ୍କର ସିଏ ଜଣେ ସ୍କୁଲ ଇନ୍ସପେକ୍ଟର ଥିଲେ। ଓକେ, ମେନଲି ଏଜୁକେସନ ରିଫର୍ମ ଯାହା ଜାରଙ୍କ ନେତୃତ୍ୱରେ ହଉଥିଲା। ରୁଷିଆରେ ସେତେବେଳେ ରାଜଶାହୀ ଚାଲିଥିଲା, ଜାର୍ ମାନେ ଶାସନ କରୁଥିଲେ। ସେଇଠି ଇଏ ଏଜୁକେସନାଲ ରିଫର୍ମ କରିବା ଦାୟିତ୍ୱରେ ଥିଲେ। ତାଙ୍କ ମା ଯିଏ ମାରିଆ, ସିଏ ବି ଗୋଟେ ଏଜୁକେଟେଡ ଆଉ କଲଚର୍ଡ ଫ୍ୟାମିଲିରୁ ସିଏ ଆପଣଙ୍କର ବିଲଙ୍ଗ କରୁଥିଲେ। ତ ମେନଲି ଆପଣଙ୍କର ସେ ପିଲାଦିନରୁ ଏଜୁକେସନ ସହିତ ୟାଙ୍କର ଲିଙ୍କ ଥିଲା। ଓକେ, ଏକାଡେମିକାଲି ସିଏ ବ୍ରିଲିଆଣ୍ଟ ଥିଲେ, ଆପଣଙ୍କର ବହୁତ ବେଷ୍ଟ ଷ୍ଟୁଡେଣ୍ଟ ବି ଥିଲେ ଏକାଡେମିକାଲି। ଓକେ, ଆଉ ଲ ଲିଟରେଚର ଏଥିରେ ସିଏ ଡିପ୍ ଇଣ୍ଟରେଷ୍ଟ ରଖିଥିଲେ ବହୁତ ଛୋଟ ବେଳରୁ। ଓକେ, ପିଲାଦିନରୁ। ଯାହା ବି ହଉ, ତାଙ୍କ ଲାଇଫର ଟର୍ଣ୍ଣିଂ ପଏଣ୍ଟ ଆସେ 1887ରେ, ଯେତେବେଳେ ତାଙ୍କୁ କେତେ 17 ବର୍ଷ ହେଇଥିଲା। ଓକେ, ସେତେବେଳେ ତାଙ୍କ ଲାଇଫରେ ଟର୍ଣ୍ଣିଂ ପଏଣ୍ଟ ଗୋଟେ ଆସେ, କଲେଜ ଲାଇଫର ପିରିୟଡ ସେ ସମୟରେ। ଓକେ, ଆପଣଙ୍କର ତାଙ୍କ ବଡ ଭାଇ ଯିଏ ଆଲେକ୍ସାଣ୍ଡର, ଲେନିନଙ୍କର ବଡ ଭାଇ, ଓକେ, ଆଲେକ୍ସାଣ୍ଡର ଆଲେକ୍ସାଣ୍ଡର ଉଲିଆନov, ଓକେ, ତାଙ୍କୁ ଏକ୍ସିକ୍ୟୁଟ କରାଯାଇଥିଲା। ଓକେ, କଣ ପାଇଁ ଏକ୍ସିକ୍ୟୁଟ କରାଯାଇଥିଲା? ସେତେବେଳେ ଜାର୍ ଯିଏ ଥିଲେ, ଜାର୍ ଆଲେକ୍ସାଣ୍ଡର 3 ଥିଲେ, ତାଙ୍କୁ ଗୋଟେ ଆସାସିନେଟ କରିବା ପାଇଁ ପ୍ରୟାସ କରାଯାଇଥିଲା, ଗୋଟେ ପ୍ଲଟ ଥିଲା। ଆଉ ସେଇଥିରେ ତାଙ୍କ ଭାଇ ସାମିଲ ଥିଲେ ବୋଲି, ଓକେ, ତାଙ୍କୁ କଣ କରାହେଇଥିଲା ନା ଏକ୍ସିକ୍ୟୁଟ କରାହେଇଥିଲା। ଆଉ ଏଇ ଯୋଉ ଘଟଣାଟି ଥିଲା, ଏଇ ଯୋଉ ଘଟଣା, ଦିସ୍ ଇଭେଣ୍ଟ ପୁଶ୍ଡ ଲେନିନ ଟୁୱାର୍ଡସ୍ ରିଭଲ୍ୟୁସନାରୀ ପଲିଟିକ୍ସ। କମ୍ପ୍ଲିଟ ସିଏ ବିପ୍ଳବୀ ହେଇଯାଇଥିଲେ। ତାପରେ ତାଙ୍କ ଭାଇଙ୍କର ମୃତ୍ୟୁକୁ ସିଏ ବା ଏକ୍ସିକ୍ୟୁସନକୁ ସିଏ ହଜମ କରିପାରିନଥିଲେ। ଯେମିତି ରାଜା ରାମମୋହନ ରାୟଙ୍କର କଥା ଆମେ କୁହନ୍ତିନି, ତାଙ୍କ ଭାଉଜଙ୍କୁ ଆପଣଙ୍କ ସତୀ କରାଯାଇଥିଲା। ରେଜଲ୍ଟ କଣ ହେଲା? ସିଏ ତାକୁ ହଜମ କରିପାରିଲେନି, ଯୋଉଥିପାଇଁ କି ଡ୍ରାଷ୍ଟିକ ଚେଞ୍ଜେସ୍ ଆସିଲା ଆପଣଙ୍କର ବ୍ରାହ୍ମୀଣ ସୋସାଇଟିରେ। ଓକେ, ଆମେ ଯେତେବେଳେ ବି ସତୀ କଥା କୁହନ୍ତି, ବ୍ରାହ୍ମୀଣ ସୋସାଇଟି ଅପର କାଷ୍ଟ କଥା ହିଁ କୁହନ୍ତି। ଓକେ, ବ୍ରାହ୍ମୀଣସ ମାନଙ୍କ ଭିତରେ ଆଉ ସମ୍ କ୍ଷତ୍ରିୟ ଫ୍ୟାମିଲିରେ ସେଟା ଆପଣଙ୍କ ଚାଲିଥିଲା। ଯଦି ଆପଣଙ୍କ ସେମିତି ସତୀ ପ୍ରଥାଟା ଯଦି ୱାଇଡ ସ୍ପ୍ରେଡ ହେଇଥାନ୍ତା ନା, ଯେମିତି ଯୋଉ ରାଜା ମହାରାଜା ଗୁଡା ଥିଲେ ଆମର, ଯେମିତି କେନ୍ଦୁଝର ମହାରାଜା, ଓକେ, ଏଗୁଡାରେ ଯେମିତି ବହୁତ ରାଜା ରାଜୁଡା ଥିଲେ, ୟାଙ୍କର ସ୍ତ୍ରୀ ଗୁଡା କେହି ବିଧବା ହେଇକି ରହୁନଥାନ୍ତେ, ସମସ୍ତେ ବିଧବା ହେଇକି ଡେଥ୍ କରିଥିଲେ। ଆପଣ ହିଷ୍ଟ୍ରି ଉଠେଇକି ଦେଖନ୍ତୁ। କିଛି ରେଜିଅନରେ ଆଉ କିଛି କାଷ୍ଟରେ ଆପଣଙ୍କର, ପର୍ଟିକୁଲାରଲି ବ୍ରାହ୍ମିନ୍ସ କାଷ୍ଟରେ ପ୍ଲସ୍ ଆପଣଙ୍କର କ୍ଷତ୍ରିୟ କାଷ୍ଟରେ, ନର୍ଥ ଇଣ୍ଡିଆରେ ଏଇ ପ୍ରଥା ସବୁ ଥିଲା। ଅଦରୱାଇଜ ବାକି ଜିନିଷରେ ସତୀ ଭଳିଆ ସେମିତି କୌଣସି ଜିନିଷ ନଥିଲା। ଓକେ, ଯୋଉ ହିସାବରେ କୁହାଯାଏ ସତୀ ପ୍ରଥା ଗୋଟେ ହିନ୍ଦୁ ଧର୍ମରେ ଗୋଟେ କୁରୀତି ଥିଲା, ଯେମିତିକି ୱାଇଡ ସ୍ପ୍ରେଡ ଥିଲା, ସବୁଆଡେ ପୋଡି ଦଉଥିଲେ, ସେମିତି ପ୍ରକାର ହଉନଥିଲା। ସେମିତି ହେଲେ ସବୁ ବଂଶ ଲୋପ ପାଇଯାଇଥାନ୍ତା। ଓକେ, ସେମିତି କିଛି ନୁହଁ, କିଛି ଜାଗାରେ ପ୍ରଚଳିତ ଥିଲା। ହ୍ୱାଟ ଏଭର ମେ ବି, ଯଦି ଗୋଟେ ବି କେସ୍ ହଉଥିଲା, ସିଏ ଗୋଟେ ଇସ୍ୟୁ ଚେଞ୍ଜେସ୍ କରିଥିଲେ ରାଜା ରାମମୋହନ ରାୟ। ଏଠି ବି ସେମିତି ତାଙ୍କ ଭାଇଙ୍କର ମୃତ୍ୟୁ ପରେ ସିଏ ଆପଣଙ୍କର ଜାରଙ୍କର ରୁଲ, ଯୋଉ ଅଟୋକ୍ରାଟିକ ରୁଲ ଥିଲା, ତା ଏଗନେଷ୍ଟରେ ଇଏ ଗୋଟେ ପ୍ରକାର ରିଭଲ୍ୟୁସନାରୀ ହେଇଯାଇଥିଲେ ଜାରଙ୍କ ଶାସନ ବିରୋଧରେ।
ओके। तो ସେଇଠୁ ଆପଣଙ୍କର 1887 ରୁ 1895 ପର୍ଯ୍ୟନ୍ତ ଆମେ ଯଦି ଦେଖିବା ତାଙ୍କ ଭିତରେ ରାଡିକାଲାଇଜେସନ ଟେଣ୍ଡେନ୍ସି ଡେଭଲପ ହେଇଥିଲା। ଓକେ। ଆଉ ଖାଲି ସେଇଆ ନୁହଁ, ଆପଣଙ୍କର ଯେତେବେଳେ ତାଙ୍କ ଭାଇଙ୍କର ପ୍ରୋଟେଷ୍ଟ ହେଲା, ମାନେ ଏକ୍ସିକ୍ୟୁସନ ହେଲା, ସିଏ ସେତେବେଳେ କାଜାନ ୟୁନିଭର୍ସିଟିରେ ପାଠ ପଢୁଥିଲେ। ଆପଣଙ୍କ ସେଠି ଷ୍ଟୁଡେଣ୍ଟ ପ୍ରୋଟେଷ୍ଟ ହୁଏ। ଓକେ, ଷ୍ଟୁଡେଣ୍ଟ ପ୍ରୋଟେଷ୍ଟର ସିଏ ଲିଡରସିପ କରନ୍ତି, ଯୋଉଥିପାଇଁ କି କାଜାନ ୟୁନିଭର୍ସିଟିରୁ ତାଙ୍କୁ ଏକ୍ସପେଲ କରିଦିଆଯାଏ। ଓକେ, ଏକ୍ସପେଲ କରିଦିଆ ହୁଏ। ତ ସେଇ ଏକ୍ସପେଲ ହେଲା ପରେ ସିଏ କମ୍ପ୍ଲିଟଲି ମାର୍କ୍ସଙ୍କର ଭ୍ୟୁ ପଏଣ୍ଟକୁ ଆପଣେଇ ନିଅନ୍ତି। ମାର୍କ୍ସଙ୍କର ଯୋଉ ଦାସ କ୍ୟାପିଟାଲ ବୁକଟା, ଯୋଉଟା ଖାଲି କ୍ୟାପିଟାଲ ସେ ବୁକର ନା, ଓକେ, ବା ଦାସ କ୍ୟାପିଟାଲ ଆପଣ ଯାହା ବି କୁହନ୍ତୁ, ସେଇ ଲିଟରେଚରର ସିଏ ଆପଣଙ୍କର ଇନଫ୍ଲୁଏନ୍ସରେ ଆସିଥିଲେ, ତାକୁ ବାରମ୍ବାର ପଢିଥିଲେ। ଓକେ। ଆଉ ସେଇ ଭିତରେ ସିଏ ଆପଣଙ୍କର ଯଦି କହିବେ ସେଣ୍ଟ ପିଟର୍ସବର୍ଗ, ଓକେ, ପିଟର୍ସବର୍ଗରୁ ସିଏ ଆପଣଙ୍କର ଲରେ ଡିଗ୍ରୀ କମ୍ପ୍ଲିଟ କରିଥିଲେ। ଓକେ, ସେଟା ବି ଆପଣଙ୍କର ଏକ୍ସଟର୍ନାଲି ମିନ୍ସ ଡିଷ୍ଟାନ୍ସରେ ସିଏ ପାସ୍ କରିଥିଲେ। ତାପରେ ସିଏ ଲୟର ଭାବରେ କାମ ଆରମ୍ଭ କରିଥିଲେ। ଓକେ। ଆଉ ସେଇ ଭିତରେ ସିଏ ରିଭଲ୍ୟୁସନାରୀ ଆକ୍ଟିଭିଜମ ମିନ୍ସ ଆକ୍ଟିଭିଟିଜରେ ସାମିଲ ହେଇଯାଇଥିଲେ। ଓକେ। ସିଏ ଗୋଟେ ଷ୍ଟଡି ସାର୍କେଲ ତିଆରି କରିଥିଲେ, ସେ ନାଁଟା ଲେଖିଥାନ୍ତୁ। ଓକେ। ଆପଣଙ୍କ ଷ୍ଟଡି ସାର୍କେଲ ସେଟା ହଉଛି ୟୁନିୟନ ଅଫ ଷ୍ଟ୍ରଗଲ ଫର, ଲେଖନ୍ତୁ ସେଟାକୁ, ୟୁନିୟନ ଅଫ ଷ୍ଟ୍ରଗଲ ଫର ଦ ଏମାନ୍ସିପେସନ, ओके, एमांसिपेशन ऑफ द वर्किंग क्लास। बेटा जाओ, हेटा नहीं जाओ। ओके, वर्किंग क्लास सी आपनकर यूनियन ऑफ स्ट्रगल फॉर द एमांसिपेशन ऑफ वर्किंग क्लास बोले गोटे यूनियन टे तयारी करथिले। ओके, बा स्टडी सर्किल अपन कहि परिबे, जहा भी हो गोटे आपनकर संघटे बा एसोसिएशन टे तयारी हितला। याकर मेन एम थिला टू मोबिलाइज इंडस्ट्रियल वर्कर। ओके, यार ऑब्जेक्टिव थिला टू मोबिलाइज, ओके, कौन ना इंडस्ट्रियल वर्कर, इंडस्ट्रियल वर्कर्स मान को मोबिलाइज करबा, यार अल्टीमेट एम थिला बा गोल थिला बे कहि परिबा। ओके। आपनकर तार परवर्ती पर्याय रे जदि कहिबे चेंजेस हुए अगेन आपनकर 1895 रे, 1895 रे लेनिन को अरेस्ट करा जाए। ओके। अरेस्ट करके तांको 3 वर्ष ପାଇଁ ସାଇବେରିଆ କୁ ଏକ୍ସାଇଲ ରେ ପଠାଯାଏ। ପୂର୍ବରୁ ସେଇଆ ହଉଥିଲା ଆପଣଙ୍କର, କଣ କରା ହଉଥିଲା ରୁଷିଆରେ ପାର୍ଟିକୁଲାରଲି। ଇଭିନ୍ ଆପଣଙ୍କର ଗୋଟେ ବୁକଟେ ଛାଡ଼ନ୍ତୁ, ସେ ବୁକ୍ କୁ ଯିବାନି, ଆପଣଙ୍କର ଏ ଯୋଉ ଲେନିନ, ଓକେ, ତାଙ୍କୁ ସାଇବେରିଆ ପଡେ, ଯୋଉମାନେ ବି କିଛି ସେମିତି ଦେଶଦ୍ରୋହୀ ଆକ୍ଟିଭିଟିଜ ରେ ସାମିଲ ଥିଲେ ସେମାନଙ୍କୁ ସାଇବେରିଆକୁ ଏକ୍ସାଇଲ କରାଯାଉଥିଲା। ଏଟା କଣ କି ବହୁତ ହାର୍ସ କଣ୍ଡିସନ, କମ୍ପ୍ଲିଟ ଆପଣଙ୍କର ପର୍ମା ଫ୍ରଷ୍ଟ ରେଜିଅନ, ସବୁବେଳେ ଫ୍ରଷ୍ଟିଂ ହେଇକି ଥାଏ, ବରଫ ହେଇକି ଥାଏ, ଇଭିନ୍ ମାଟି ଭିତରେ ଖୋଳିଲେ ବି ଆପଣ ବରଫ ହିଁ ପାଇବେ, ଆଉ କିଛି ପାଇବେନି। ସେମିତି ଗୋଟେ କଣ୍ଡିସନକୁ ଆପଣଙ୍କୁ ତାଙ୍କୁ ଏକ୍ସାଇଲ କରାଯାଇଥିଲା। ଓକେ। କିନ୍ତୁ ସେଇ ପିରିୟଡଟାକୁ ସିଏ ୱେଷ୍ଟିଂରେ ଯାଇନଥିଲେ। ଓକେ, ତାକୁ ବର୍ବାଦ କରିନଥିଲେ, ସିଏ ସେଇ ପିରିୟଡରେ ଇଣ୍ଟେନ୍ସିଭ ରାଇଟିଂ କରିଥିଲେ, ମିନ୍ସ ବହୁତ ଗୁଡ଼ାଏ ଲେଖା ଲେଖି କରିଥିଲେ, ଷ୍ଟଡି କରିଥିଲେ। ଏଇଭଳିଆ କାମରେ ସିଏ ଆପଣଙ୍କ ସେଇ ସମୟଟାକୁ ବିତେଇଥିଲେ। ସେଇ ଭିତରୁ ଗୋଟେ ତାଙ୍କର ମେଜର ୱାର୍କ ଥିଲା ଦ ଡେଭଲପମେଣ୍ଟ ଅଫ କ୍ୟାପିଟାଲିଜିମ ଇନ ରୁଷିଆ। ଓକେ, ତାଙ୍କର ବୁକଟା ଥିଲା, ଲେଖୁଥାନ୍ତୁ ମୋ ସହିତ। ଓକେ, ଦ ଡେଭଲପମେଣ୍ଟ ଅଫ କ୍ୟାପିଟାଲିଜିମ ଇନ୍ ରୁଷିଆ। ଆଜି ହ୍ୟାଣ୍ଡ ରାଇଟିଂ ବି ଠିକ ହବ, ବ୍ଲାକ୍ ବୋର୍ଡ ଟାକୁ ମୁଁ ଚେଞ୍ଜ କରିଦେଇଛି। ଓକେ। ତ ଏଥିରେ ହ୍ୟାଣ୍ଡ ରାଇଟିଂ ଭଲ ହୁଏ। ତ ମେନ୍ କଥା ହଉଛି ଏଇ ବୁକଟା ସେ ଆପଣଙ୍କର ଲେଖିଥିଲେ, ଇୟର ହଉଛି 1899। 1899 ରେ ଏଇ ବୁକଟା ସେ ଆପଣଙ୍କର ଲେଖିଥିଲେ। ଓକେ, କଣ ବୁକଟା ନା ଦ ଡେଭଲପମେଣ୍ଟ ଅଫ କ୍ୟାପିଟାଲିଜିମ ଇନ ରୁଷିଆ। ଏଇଥିରେ ମେନଲି ତାଙ୍କର ଫାଷ୍ଟ ମେଜର ଥିଓରିଟିକାଲ ୱାର୍କ ଗୁଡା ଏଇଥିରେ ଆପଣଙ୍କର ଥିଲା। ଆମେ ସେଗୁଡାକୁ ପଢିବା ବେଟର ହବ। ଓକେ। ତ ମେନ୍ ତାପରେ ଆପଣଙ୍କର ଯଦି କହିବେ ଆପଣଙ୍କର ଏଇ ପିରିୟଡ ତ ଆପଣଙ୍କର କେତେ 95 ରୁ ସିଏ ଗଲେ ସେଠୁ, ତାପରେ ଯେତେବେଳେ ଏକ୍ସାଇଲ ରୁ ଫେରିଲେ ଆପଣଙ୍କର ରିଟର୍ନ କଲେ। ଓକେ, ପିରିୟଡ ଆପଣଙ୍କର 1900। ଓକେ, 1900 ରୁ 1905, 1905 ପର୍ଯ୍ୟନ୍ତ ଟାଇମ ଲାଇନ ଟା ମୁଁ ଏଇଥିପାଇଁ ନେଇଛି। 1905 ରେ କଣ ହେଇଥିଲା ଆପଣଙ୍କର ଫାଷ୍ଟ ରୁଷିଆରେ ରିଭଲ୍ୟୁସନ ହେଇଥିଲା। ଓକେ, ଆପଣଙ୍କର ରିଭଲ୍ୟୁସନ ହେଇଥିଲା 1905 ରେ।
ତ ସେଇଥିପାଇଁ ଅ, ତାକୁ ପିରିୟଡଟା ଗୋଟେ ନିଆ ହଉଛି ଆପଣଙ୍କର ସେଠୁ ରିଲିଜ ହେଲା ପରେ। ଓକେ, ସିଏ ଆପଣଙ୍କର କଣ କଲେ, ଲେନିନ ରୁଷିଆକୁ ନ ଫେରିକି ଯୋଉମାନେ ଆବ୍ରଡରେ ଥିଲେ ଆପଣଙ୍କ ଯୋଉ ରିଭଲ୍ୟୁସନାରୀ ମାନେ, ଖାଲି ତ ଲେନିନ ଏକା ନଥିଲେ, ଆହୁରି ବି ସେତେବେଳେ ଥିଲେ ଯୋଉମାନେ ଜାରଙ୍କ ଶାସନ ଏଗନେଷ୍ଟରେ ଆପଣଙ୍କ ରିଭଲ୍ୟୁସନ କରିବା ପାଇଁ ପ୍ରସ୍ତୁତ ଥିଲେ। ଓକେ, ଆପଣଙ୍କର ସିଏ କଣ କଲେ, ସିଏ ସେମାନଙ୍କ ସହିତ ଜଏନ କରି ଯାଇଥିଲେ। ଓକେ, ସେମାନଙ୍କ ସହିତ ଜଏନ କରି ଯାଇଥିଲା, ଆଉ ସିଏ ଗୋଟେ ଲଞ୍ଚ କରିଥିଲେ ଆପଣଙ୍କର ଇସ୍କ୍ରା। ଓକେ, ISKR, ଇସ୍କ୍ରା। ଓକେ, ଓକେ, ଇସ୍କ୍ରା ଲଞ୍ଚ କରିଥିଲେ। ଆଉ ବା ଏଇଟାକୁ ଆପଣ 10 ପାର୍କ ବୋଲି କହିପାରିବେ। ଓକେ, 10 ପାର୍କ, ଇସ୍କ୍ରା ରୁଷିଆନ ଲାଙ୍ଗୁଏଜରେ। ଏଇଟା ଗୋଟେ ନ୍ୟୁଜ ପେପରଟେ। ଓକେ, ଏଇଟା କଣ, ଏଇଟା ନ୍ୟୁଜ ପେପରଟେ। ଯୋଉମାନେ ଆପଣଙ୍କର ଯଦି ଆପିୟର କରିବେ ନେଟ୍ ପେଟ୍ ଏକ୍ସାମ ପଲିଟିକାଲ ସାଇନ୍ସରେ, ସେମାନଙ୍କ ପାଇଁ ଇମ୍ପୋର୍ଟାଣ୍ଟ, ଅଦରୱାଇଜ ଇମ୍ପୋର୍ଟାଣ୍ଟ ନୁହଁ। କିନ୍ତୁ ଆପଣମାନେ ମେନ୍ ଏକ୍ସାମରେ କୋଟେସନ ଭାବରେ ଲେଖିପାରିବେ। ୟୁପିଏସସି ସିଲାବସରେ ବି ଲେନିନ୍ ଅଛି। ଓକେ, ଆପଣଙ୍କ ପାଇଁ କାମରେ ଲାଗିବ ଯଦି ୟୁପିଏସସି ବି ପଢୁଛନ୍ତି। ବେଟର হবে ଏକାଥରେ ପ୍ରିପେୟାର ହେଇଯାଆନ୍ତୁ। ଗୋଟେ ନ୍ୟୁଜ ପେପରଟେ ସେ ଆପଣଙ୍କର କଲେ, ଆଉ ମେନଲି ইয়ার ইন্টেনশন এইয়া ଥିଲା টু ୟୁନିଫାଏ ଦ ସ୍କାଟର୍ଡ ସୋସିଆଲିଷ୍ଟ ମୁଭମେଣ୍ଟ ଇନ୍ ରୁଷିଆ। ରୁଷିଆରେ ଯୋଉ ଆପଣଙ୍କର ସୋସିଆଲିଷ୍ଟ ମୁଭମେଣ୍ଟ ଗୁଡା ସ୍କାଟର୍ଡ ଭାବରେ ଅଛି ବା ବିଚ୍ଛୁରିତ ଭାବରେ ଇଆଡେ ସିଆଡେ ଅଛି, ସେମାନଙ୍କୁ ଏକାଠି ଆଣିବା ହିଁ ଆଙ୍କର ଲକ୍ଷ୍ୟ ଥିଲା। ଓକେ, ଯାହା ବି ହଉ, ଆପଣଙ୍କ ସେମାନେ ପର୍ଟିକୁଲାରଲି ଯଦି କହିବେ ଆପଣଙ୍କର ସେତେବେଳେ ରୁଷିଆରେ ଯୋଉ ପାର୍ଟି ଗଭର୍ଣ୍ଣମେଣ୍ଟ ଏଗନେଷ୍ଟରେ ଲଢୁଥିଲା, ସେ ପାର୍ଟିର ନାଁ ହଉଛି, ଜଷ୍ଟ ମୁଁ ତାକୁ ଇରେଜ କରିଦଉଛି, ଆପଣଙ୍କ ସିଏ ହଉଛି ଆପଣଙ୍କ ରୁଷିଆନ ସୋସିଆଲିଷ୍ଟ ଡେମୋକ୍ରେଟିକ ଲେବର ପାର୍ଟି। ରୁଷିଆନ ସୋସିଆଲିଷ୍ଟ ଡେମୋକ୍ରେଟିକ ଲେବର ପାର୍ଟି। ଓକେ, ଏଟାକୁ ସର୍ଟ ଫର୍ମରେ ଆପଣ RSDLP ଲେଖିପାରିବେ, ରୁଷିଆନ ସୋସିଆଲିଷ୍ଟ ଡେମୋକ୍ରେଟିକ ଲେବର ପାର୍ଟି। ইয়ার ସେକେଣ୍ଡ କଂଗ୍ରେସ ହୁଏ 1903 ରେ। ଓକେ, ସେକେଣ୍ଡ କଂଗ୍ରେସ, ଆମର ଯେମିତି କଂଗ୍ରେସର ସେସନ ହଉଥିଲା, ଆନୁଆଲ କଣ ହୁଏ, ଆନୁଆଲ ସେସନ ହୁଏ ଆପଣଙ୍କର କୋଉଠି ନା କୋଉଠି, ଏକ୍ଜାକ୍ଟଲି ସେମିତି ୟାର ସେକେଣ୍ଡ କଂଗ୍ରେସ ଯୋଉଟା ହେଲା, ଯୋଉଟା କି ଆପଣଙ୍କର 1903 ରେ, ଏଇ କଂଗ୍ରେସ ଏଇ ଯୋଉ ସେସନରେ ଏଇ ପାର୍ଟିଟା ଆପଣଙ୍କର କଣ ହେଲା ନା ସ୍ପ୍ଲିଟିଂ କରିଗଲା। ଓକେ, ସ୍ପ୍ଲିଟ କରିଗଲା ଇନଟୁ ଟୁ। ଓକେ, ଆପଣ ଜାଣିଥିବେ ହାଇସ୍କୁଲରେ ପଢିଥିବେ ଏ କଥାଟା, ମନେ ପକେଇ ଦଉଛି, ହୁଏତ ଭୁଲି ଯାଇଥିବେ। ଆପଣଙ୍କର ବଲସେଭିକ ଆଉ ମନସେଭିକ ଭାବରେ ଏଇ ପାର୍ଟିଟା ଆପଣଙ୍କ ଡିଭିଜନ ହେଇଗଲା। ଓକେ, ଆପଣଙ୍କର ବଲସେଭିକ୍ସ ଆଉ ଗୋଟେ ହେଲା ମନସେଭିକ। ଓକେ, ବଲସେଭିକ ଆଉ ମନସେଭିକ, ଏଇ ଯୋଉ ବଲସେଭିକ ପାର୍ଟିର ଏଇଟାକୁ ମାଜୋରିଟି ପାର୍ଟି ବୋଲି କୁହାଯାଉଥିଲା। ମାଜୋରିଟି ଲୋକ ୟାର ସମର୍ଥିତ ଥିଲେ, ୟାକୁ ଆପଣଙ୍କର ମାଇନରିଟି ବୋଲି କୁହାଯାଉଥିଲା, ସେଇଥିପାଇଁ ମନସେଭିକ ଆଉ ବଲସେଭିକ ବୋଲି କୁହାଯାଏ। ୟାର ଲିଡର ଥିଲେ ଲେନିନ। ଓକେ, ଲେନିନ ଥିଲେ ଲିଡର, ୟାର ଥିଲା ଆପଣଙ୍କର ମାର୍ଟov। ଓକେ, ଏଗୁଡାକୁ ନ ବୁଝିଲେ ତାଙ୍କର ଥିଓରିଟାକୁ ବୁଝିପାରିବେନି କୋଉ ହିସାବରେ ସେ ଆପଣଙ୍କ ଯୋଉ ଚେଞ୍ଜେସଟା ହେଲା। ତ ମେନଲି ବଲସେଭିକ ଆଉ ମନସେଭିକ, ବଲସେଭିକ ମାଜୋରିଟି ପାର୍ଟିକୁ ଯେମିତି ଆପଣଙ୍କର ଚିନ୍ତା କରନ୍ତୁ, ଏଇ ପିରିୟଡଟା ଗୋଟେ ବୋଧେ ମେ ବି ସ୍ପ୍ଲିଟିଂ ର ପିରିୟଡ। ଆପଣଙ୍କର 1907ରେ ଇଣ୍ଡିଆରେ କଣ ହେଲା, ଇଣ୍ଡିଆରେ କଂଗ୍ରେସ ସ୍ପ୍ଲିଟ କରିଗଲା। ଆପଣ ଜାଣିଥିବେ ସୁରାଟ ସ୍ପ୍ଲିଟ କୁହନ୍ତି। ଓକେ, ଏକ୍ଜାକ୍ଟଲି କଣ ହେଲା, ମଡରେଟ ଆଉ ଏକ୍ସଟ୍ରିମିଷ୍ଟ ଆପଣଙ୍କର ସ୍ପ୍ଲିଟ କରିଗଲା। ଏକ୍ଜାକ୍ଟଲି ଏଠି ବି ସେମିତି ହେଲା। ଆପଣଙ୍କର ବଲସେଭିକ ଆଉ ମନସେଭିକ ଭାବରେ ଗୋଟେ ଲେନିନଙ୍କ ଲିଡରସିପରେ ଆଉ ଗୋଟେ ମାର୍ଟଭଙ୍କ ଲିଡରସିପରେ ଏଇ ଯୋଉ ରୁଷିଆନ ସୋସିଆଲିଷ୍ଟ ଡେମୋକ୍ରେଟିକ ଲେବର ପାର୍ଟି ଥିଲା, ସିଏ ଆପଣଙ୍କର କଣ ହେଲା ନା ଡିଭିଜନ ହେଇଗଲା। ଓକେ, କଥାଟା କଣ କି, ତିଲକ ଭଳିଆ ଇଏ ବି ବିହେଭ କରୁଥିଲେ, ଯୋଉଥିପାଇଁ କି ହେଇଗଲା ଏଠି କିନ୍ତୁ ଇଣ୍ଡିଆରେ ତିଲକ ସପୋର୍ଟ ପାଇଲେନି, ଗଭର୍ଣମେଣ୍ଟ କ୍ରାକ୍ ଡାଉନ କରିଗଲା, ସେଠି କିନ୍ତୁ ସେମିତି ହେଲାନି। ଏ ଯୋଉ ଲେନିନ ଥିଲେ ସିଏ କଣ କହୁଥିଲେ, ମାନେ କଣ, ଏଇ ଯୋଉ ପାର୍ଟିଟା ମିନ୍ସ ରୁଷିଆନ ସୋସିଆଲିଷ୍ଟ ଡେମୋକ୍ରାଟିକ ଲେବର ପାର୍ଟିଟା, ଏଇଟା ଗୋଟେ ସେଣ୍ଟ୍ରାଲାଇଜ୍ଡ ପାର୍ଟି ହଉ। ଓକେ, ଆଉ ଗୋଟେ ଡିସିପ୍ଲିନ ପାର୍ଟି ହଉ ବୋଲି ଲେନିନ ଚାହୁଁଥିଲେ। ଖାଲି ସେଇଆ ନୁହଁ, ସିଏ ଚାହୁଁଥିଲେ ଯେ ପାର୍ଟିର ଲିଡରସିପ ପ୍ରଫେସନାଲ ରିଭଲ୍ୟୁସନାରୀ ମାନଙ୍କ ହାତକୁ ଯାଉ। ଓକେ, ସେଇ କଥାଟି ସିଏ ଚାହୁଁଥିଲେ। ଆଉ ମେନଲି ଆପଣଙ୍କ ଯଦି କହିବା, ଆଉ ସିଏ ଚାହୁଁଥିଲେ ଯେ ରିଭଲ୍ୟୁସନାରୀ ୱେରେ, ମାର୍କ୍ସ ଯେମିତି କହିଲେ ରିଭଲ୍ୟୁସନ ହବ, ଚେଞ୍ଜେସ ହବ ବା ଗଭର୍ଣମେଣ୍ଟ ଚେଞ୍ଜ ହବ, ସେଇ କଥାଟାକୁ ଲେନିନ ବି କହୁଥିଲେ। ମିନ୍ସ ଇଏ ମୋର ରାଡିକାଲ ଥିଲେ, ମାନେ ତିଲକ ଟାଇପର। ଓକେ, କିନ୍ତୁ ମାର୍ଟଭ ଯିଏ ଥିଲେ ସିଏ କଣ କହୁଥିଲେ, ସିଏ ଆପଣଙ୍କ ଡିସେଣ୍ଟ୍ରାଲାଇଜ ପାର୍ଟି ସିଷ୍ଟମ।
କହୁଥିଲେ ଆପଣଙ୍କର ଖାଲି ସେଇଆ ନୁହଁ ଏଗେନ୍ ସେ ଗ୍ରାଜୁଆଲ ରିଫର୍ମ କରିବା ପାଇଁ କହୁଥିଲେ ମେନଲି ମୋର ସୋସିଆଲିଷ୍ଟ ଥିଲେ ଆପଣଙ୍କର ମାର୍ଟଭ ଆଉ ଲେନିନ୍ ମୋର ମାର୍କସିଷ୍ଟ ଥିଲେ ରେଜଲ୍ଟ ଆପଣଙ୍କର କଣ ହେଲା ନା ପାର୍ଟି ଡିଭିଜନ ହେଇଗଲା ଆଉ ଲେନିନିଜିମକୁ ନେଇକି ଯୋଉ ପାର୍ଟିଟା ଆପଣଙ୍କର ଚାଲିଲା ସିଏ ବଲସେଭିକ ପାର୍ଟି ଯିଏକି ଫ୍ୟୁଚରରେ ଆପଣଙ୍କ ରୁଷିଆର ଭାଗ୍ୟ ନିର୍ଦ୍ଧାରଣ କରିଥିଲା ହ୍ୱାଟ ଏଭର ମେ ବି ଯୋଉ 1905 ରିଭଲ୍ୟୁସନ ହେଲା ଓକେ ଆପଣଙ୍କର ରେ ଯଦି କହିବା ଏଇ ଯୋଉ ବଲସେଭିକ ରିଭଲ୍ୟୁସନ ଯୋଉଟାକୁ କୁହାଯାଏ ସେମାନେ ଆପଣଙ୍କର ଗୋଟେ ଫାଷ୍ଟ ହ୍ୟାଣ୍ଡ ଏକ୍ସପିରିଏନ୍ସ ପାଇଗଲେ ମାସ୍ ମୋବିଲାଇଜେସନ କରିବା ଯଦି ବା ରିଭଲ୍ୟୁସନଟା ଆପଣଙ୍କର ଫେଲ୍ଡ ହେଇଗଲା ଓକେ କିନ୍ତୁ ଷ୍ଟିଲ୍ ସେଇ ସମୟରେ ଯୋଉ ଲେନିନ୍ କିଛି ପଏଣ୍ଟସ୍ କହିଥିଲେ ପଏଣ୍ଟସ୍ ମାନେ ସୋଭିଏତ ତିଆରି କରିବା କଥା କହିଥିଲେ ଆପଣଙ୍କର ଯୋଉଥିପାଇଁ କି ପରେ ସୋଭିଏତ ବୋଲି କୁହାଗଲା ସୋଭିଏତ ୟୁନିୟନ ବୋଲି କୁହାଗଲା ସୋଭିଏତ ମାନେ କଣ ୱାର୍କର୍ସ କାଉନସିଲ ଓକେ ୱାର୍କର୍ସ କାଉନସିଲ ଓକେ ୱାର୍କର୍ସ କାଉନସିଲ ଗୁଡାକୁ ସୋଭିଏତ ବୋଲି କୁହାଯାଏ ସିଏ କହିଲେ ଯେ ଯୋଉ ୱାର୍କର୍ସ କାଉନସିଲ ଅଛି ସୋଭିଏତ ଗୁଡା ଅଛି ସେଇଗୁଡାକୁ ଅର୍ଗାନ ଭାବରେ ନେବା ପାଇଁ ଆପଣଙ୍କର ସିଏ ମାନେ କଣ ସେଗୁଡା ଡାଇରେକ୍ଟଲି କେମିତି ପାର୍ଟିସିପେଟ କରିବେ ସେଇ କଥାଟା ସିଏ କହୁଥିଲେ ରିଭଲ୍ୟୁସନ ଫେଲ୍ଡ ହେଇଗଲା ଓକେ କିନ୍ତୁ କଥାଟା ହଉଛି କଣ କି ରୁଷିଆନର ଯୋଉ ପଲିଟିକାଲ ସ୍ପିୟରରେ ଯୋଉ ମାସ୍ ପାର୍ଟିସିପେସନର ୱିକନେସ୍ ଗୁଡାକୁ ଲେନିନ୍ ଆପଣଙ୍କର ବୁଝିପାରିଲେ ଓକେ ତ ଏଇ ଭିତରେ ଆପଣଙ୍କର ସିଏ ଦେଶାନ୍ତର ହେଇଯାଆନ୍ତି ଆପଣଙ୍କର 1907 ରୁ 1914 ପର୍ଯ୍ୟନ୍ତ କଣ କରନ୍ତି ନା ସିଏ ଆପଣଙ୍କର ଦେଶ ବାହାରକୁ ପଳେଇ ଯାଆନ୍ତି ପର୍ଟିକୁଲାରଲି ସିଏ ସୁଇଜରଲ୍ୟାଣ୍ଡରେ ଯାଇକି ରୁହନ୍ତି ଓକେ ଆପଣଙ୍କର ସୁଇଜରଲ୍ୟାଣ୍ଡରେ ଯାଇକି ରୁହନ୍ତି ଓକେ ଆଉ ଏଇଠି ସିଏ ଇମ୍ପେରିଆଲିଜିମ୍ କଲୋନିଆଲିଜିମ୍ କ୍ୟାପିଟାଲିଜିମ୍ ଷ୍ଟେଟ୍ ପାର୍ଟି ଏଇଗୁଡା ଉପରେ ଏକ୍ସଟେନ୍ସିଭଲି ଷ୍ଟଡି କରନ୍ତି ଓକେ ମାନେ କଣ କିଛି କରିବା ଆଗରୁ ଆପଣ ପ୍ରପର ୱେରେ ଅସ୍ତ୍ର ନେଇକି ଗଲେ ହିଁ ଆପଣ ସଫଳତା ପାଇବେ ଏକ୍ଜାକ୍ଟଲି ଇଏ ପୁରା କମ୍ପ୍ଲିଟ ବ୍ୟାକଗ୍ରାଉଣ୍ଡ ଆପଣଙ୍କ ସେଠି କଲେ ଯେ ବୁଝିବା ପାଇଁ ପ୍ରୟାସ କଲେ ଯେ ଆକ୍ଚୁଆଲି ଆମେ ଫେଲୁଅର କଣ ପାଇଁ ହେଇଗଲୁ ଓକେ ଆମର ଏଠି ବି ବହୁତ ଜଣ ଫେଲୁଅର ହେଲା ପରେ ଆପଣଙ୍କ ଆମେ କହୁଛନ୍ତି ସତରେ ତର୍ଜମା କରିବୁ ବୋଲି କିନ୍ତୁ ତର୍ଜମା ତ କରିବାର ନାହିଁ ବରଂ ସେମାନେ ଇଭିଏମ କୁ ଦୋଷ ଦଉଛନ୍ତି ଇଭିଏମ ଖାଇଗଲା ଭୋଟ ଚୋରି ହେଇଗଲା ଲୋକମାନେ ତମକୁ ପସନ୍ଦ ହିଁ କରୁନାହାନ୍ତି ଭୋଟ ହିଁ ଦଉନାହାନ୍ତି ତମକୁ ସେମାନେ କିନ୍ତୁ ଲଗାଉଛନ୍ତି ଭୋଟ ଚୋରି ହେଇଗଲା ଇଏ ହେଇଗଲା ସିଏ ହେଇଗଲା ସେମାନେ କହୁଛନ୍ତି ଆମ ରାଲି ହେଲେ ଏତେ ଲୋକ ଆସୁ ଆରେ ବାବୁ ତମେ ଫ୍ରିରେ ଖାଇବାକୁ ଦେଲେ କଣ ପାଇଁ ଲୋକ ଯିବେନି କିଏ ବି ଯିବେ ଆପଣଙ୍କ ଗାଡିରେ ବସେଇକି ନବ ବସରେ ଫ୍ରିରେ ଖାଇବାକୁ ଦବ ସମସ୍ତେ ଯିବେ ଓକେ ସେଇଥିରେ ଭୋଟରେ କନଭର୍ସନ ହୁଏନି ଲେନିନ୍ କିନ୍ତୁ ବୁଝିବା ପାଇଁ ପ୍ରୟାସ କଲେ ଆପଣଙ୍କର ଏଇ ଭିତରେ ଓକେ କମ୍ପ୍ଲିଟଲି ଆପଣଙ୍କର ବୁଝିବା ପାଇଁ ପ୍ରୟାସ କଲେ ବାହାରେ ରହିଲେ କିନ୍ତୁ ବୁଝି ବି ଗଲେ ଓକେ ତାପରେ ଆପଣଙ୍କର ଯଦି କହିବେ ଯୋଉ 1914 ରୁ 1917 ଭିତରେ ଓକେ ସିଏ ଆପଣଙ୍କର କଣ ନା ଥିଓରି ଅଫ ଇମ୍ପେରିଆଲିଜିମ ଦେଇଥିଲେ ଓକେ ଆପଣ ଏଇ ପିରିୟଡଟା ମନେ ପକାନ୍ତୁ ପ୍ରଥମ ବିଶ୍ୱଯୁଦ୍ଧର ଆପଣଙ୍କର ସମୟ ୱାର୍ଲଡ ୱାର ୱାନ୍ ହଉଥିଲା ଲେନିନ୍ ସେତେବେଳେ ଗୋଟେ ବୁକ୍ ପବ୍ଲିଶ କରିଥିଲେ ଓକେ ବୁକ୍ ଟାର ନାଁ ହଉଛି ଲେଖିଥାନ୍ତୁ ଇମ୍ପେରିଆଲିଜିମ ଓକେ ଇମ୍ପେରିଆଲିଜିମ ଦ ହାଏଷ୍ଟ ଷ୍ଟେଜ ଅଫ ଓକେ ହାଏଷ୍ଟ ଷ୍ଟେଜ ଅଫ କ୍ୟାପିଟାଲିଜିମ ଓକେ ଇମ୍ପେରିଆଲିଜିମ ହଉଛି ଏଇଟା 1916 ରେ ପବ୍ଲିଶ ହେଇଥିଲା 1916 ରେ ସିଏ କହିଲେ ଇମ୍ପେରିଆଲିଜିମ ଯୋଉଟା ସେଇଟା ହଉଛି ହାଏଷ୍ଟ ଷ୍ଟେଜ ଅଫ କ୍ୟାପିଟାଲିଜିମ କେମିତି ଆମେ ଥିଓରି ଏବେ ପଢିବା ତାକୁ ତାଙ୍କ ଲାଇଫଟା ସରିଗଲା ପରେ ପଢିବା ଇଏ ତାକୁ ଦେଲେ ସେଥିରେ ସିଏ କହିଲେ ଓକେ ତାଙ୍କର ଯାହା ଯୁକ୍ତି ଥିଲା ପ୍ରାଇମେରୀ ଯେ କ୍ୟାପିଟାଲିଜିମ ହାର୍ଡ ଏଣ୍ଟର୍ଡ ଏ ମୋନୋପୋଲିଷ୍ଟିକ ଗ୍ଲୋବାଲ ଷ୍ଟେଜ ସିଏ କହିଲେ କ୍ୟାପିଟାଲିଜିମ ଆଉ କୌଣସି ନେସନ ଭିତରେ ସୀମିତ ହେଇକି ନାହିଁ ଇଏ ଗୋଟେ ଗ୍ଲୋବାଲ ଷ୍ଟେଜକୁ ପହଞ୍ଚି ଯାଇଛି ଯୋଉଠି ସିଏ ଗୋଟେ ମୋନୋପୋଲିଷ୍ଟିକ ଟେଣ୍ଡେନ୍ସି ସିଏ ଶୋ କରୁଛି ବୋଲି କହିଲେ ଓକେ ଆଉ କଣ ଆପଣଙ୍କ ସିଏ କହିଲେ war was a result of rival capitalist powers competing for market ଏଇ ଯୋଉ ୱାର୍ଲଡ ୱାର ହଉନି ଆପଣଙ୍କର ୱାର୍ଲଡ ୱାର ୱାନ୍ ହେଲା ଯେତେବେଳେ ସେତେବେଳେ ଲେନିନ୍ ଯେତେବେଳେ ଲେଖିଲେ ସେତେବେଳେ ଚାଲିଥିଲା ସେ କହିଲେ ଏଇ ଯୋଉ ଯୁଦ୍ଧଟା ହଉଛି ଓକେ ଏଇଟା କେବଳ କ୍ୟାପିଟାଲିଷ୍ଟ ମାନଙ୍କର ପାୱାର ହଙ୍ଗରି ପାଇଁ ହଉଛି କ୍ୟାପିଟାଲିଷ୍ଟ ମାନେ ମାର୍କେଟ ପାଇଁ ନିଜ ନିଜ ଭିତରେ କମ୍ପିଟିସନ କରୁଛନ୍ତି ଯୋଉଥିପାଇଁ ଯୁଦ୍ଧ ହଉଛି ବୋଲି ସିଏ କହିଲେ ସିଏ କହିଲେ ତ ଏମିତି କେସରେ ଏଇ ବୁକରେ ଓକେ ସିଏ କହିଲେ ରିଭଲ୍ୟୁସନ ୱାଜ ପସିବଲ ଇନ୍ ୱିକର ଲିଙ୍କ୍ସ ଅଫ ଦ କ୍ୟାପିଟାଲିଷ୍ଟ ଚେନ୍ ଏଟାକୁ ମୁଁ ଡିଟେଲ ଏକ୍ସପ୍ଲେନ କରିବି ଏବେ ସ୍କିପ୍ କରିଯାଉଛି ଓକେ
नेक्स्ट जदि कहवा लैटर ए थियोरीटा आपनकर बहुत प्रसिद्ध होइतिला। ओके एबे भी से थियोरीटा रिलेवेंट बोली जଣା पड़े आपण माने पढिले सेटा को जानि पारबे। ओके मु एबे एक्सप्लेन करबी केमति रिलेवेंट सेटा निजे बुझी पारबे जहा भी हो। आपनकर 1817 रे दीटा रिवॉल्यूशन हैला। ओके 1817 रे ए सॉरी 1917 रे 1870 कहूचे 1870 रे रूसिया रे दीटा रिवॉल्यूशन हैला। दीटा नु कि जोटा को रूसियन रिवॉल्यूशन बोली हमें कहते। गोटे होचे फेब्रुआरी रिवॉल्यूशन। ओके गोटे हচ্ছে फेब्रुआरी रिवॉल्यूशन आ गोटे हচ্ছে अक्टोबर। ओके अक्टोबर रिवॉल्यूशन तो मेनली आपन को जदी कहिबे जो फेब्रुआरी रिवॉल्यूशन हिला। ओके एथिरे जारिस्ट रिजाइम कोलैप्स कर जेतला रूसियन रिवॉल्यूशन विषय रे कहूची। तापरे आपन कर गोटे कोन डेमोक्रेटिक सेटअप आड़ को से माने जाउथिले किंतु लेनिन आपन फेब्रुआरी रिवॉल्यूशन रे जार आपन कर चली गले। ओके जार चलीगले जार चलीगला पर कौन डेमोक्रेटिक सेटअप टे तैयारी करा हेतिला गणतंत्रवादी बा रिपब्लिकन आड़ को जाउथिले से माने सिया हेतिला किंतु से माने ग्रेव फेलुअर हेगले कोन पे ना लेनिन रिटर्न करि गले। ओके आपनकर लेनिन रिटर्न कला परे सिया आपनकर एगेन रिवॉल्यूशन हैला सिविल वार हैला। ओके सिविल वार हैला परे लेनिन विशेष कि सेठी गोटे देइथिला आपनकर एप्रिल थेसिस बोली कुहा जाय। ओके एप्रिल थेसिस बोली कुआ जे सीए कहितले सीए एक्चुअली कोन कि सीए तबे जार चली गले जार तांको आपनकर पनिशमेंट सब देइथिले ना जार कर माने खराब दृष्टि रे थिले तो जार को शासन चली गला पर से इजिली पळे आसी कि सीए आपनकर कहले जे ए जो डेमोक्रेसी डेमोक्रेसी होछन एगुडा किसी काम को नहते कौन हम ना आउ गोटे दरकार जो थरे कि आपनकर कम्युनिज्म आपनकर एस्टाब्लिश हेबा दरकार। ओके आ सेति बेसिए कहले जे आपनकर केतटा जिंस डिक्लेयर करथिले जोटा को एप्रिल थेसिस बोली कहा जाय। सी आपनकर कहले जे ऑल पावर टू द सोवियत एंड टू द वार माने जो विश्व युद्ध रे शामिल हेछि रूसिया सेटा को एंड करबा कथा सी कहले। लैंड्स टू पीजेंट पीजेंट मन को लैंड देबा कथा कहले। आउ सी कहले अपन को ट्रांसफॉर्मेशन फ्रॉम बुर्जुआ टू प्रोलेटारिएट रिवॉल्यूशन फेब्रुआरी रिवॉल्यूशन को माने करथिले बुर्जुआ माने करथिले तो। ओके बुर्जुआ माने करथिले कैपिटलिस्ट माने जो माने थिले जो माने जार को हटेबा को चाहुथिले। ओके डेमोक्रेट्स माने जो माने सी कहले एटा किसे काम को न प्रोलेटारिएट रिवॉल्यूशन हबो सी कथाटी कहले। तापरे एगेन आपनकर अक्टोबर रे जदी कहबा जोटा अक्टोबर रिवॉल्यूशन। ओके जोटा कि एक्चुअली 7 नवंबर रे हितला। ओके 7 नवंबर 1917 किंतु रशियन कैलेंडर रे सेटा अक्टोबर मास रे किंतु आपन को जदी कहबा ग्रेगोरियन कैलेंडर रे सेटा नवंबर रे हितला व्हाटएवर मे भी मने रखिया को हाई स्कूल रे बहुत टेंशन हुए एटा को कोन पे ना एक्चुअली से अक्टोबर रिवॉल्यूशन को हाउस किंतु नवंबर रे होतला किंतु हेडा रूसियन कैलेंडर हिसाब रे आपन को अक्टोबर रे ही हितला जहा भी हो। लेनिन आ बोल्शेविक आपनकर जो प्रोविजनल गवर्नमेंट तैयारी करा हितला। ओके आपनकर ताकू से माने आपनकर कोन कले हटेई देले आ निजे पावर को आपनको चली आस्तिले आ बार्थ ऑफ वर्ल्ड्स फास्ट सोशलिस्ट स्टेट सिटी आपनकर हितला। अवश्य ता परे आपनकर बहुत दिन पर्यंत सिविल वार चलीला तापरे जेकी रूसिया स्टेबल हेतला। ओके आमे सेटा टॉपिक ऑफ डिस्कशन नुह तो मेनली आपनकर फास्ट सोशलिस्ट स्टेट आपनकर हे जेतला लेनिन को द्वारा। तो मेनली आपनकर लेनिन जने स्टेट्समैन जने आपनकर जदी कहिबे स्टेट्समैन ही कहबाटा बेटर हबो। आपनकर से सोवियत स्टेट रो फॉर्मेशन करथिले आपन जे कि आपनकर 1917 रु 1924 पर्यंत थिले 24 रे तांकर डेथ हे जेतला। ओके सी शासन क्षमता को आसला परे आपनकर गुडाए सोशलिस्ट पॉलिसीज को इंप्लीमेंट करथिले जेमति कि डिक्री ऑन पीस। ओके डिक्री ऑन पीस कोन सी जो रूसिया एग्जिस्ट फ्रॉम वर्ल्ड वार 1 सी कहले ना सी कोन कहले जो वर्ल्ड वार 1 टा होची बा वर्ल्ड वार होची सेते बोल तो वर्ल्ड वार 1 बोली कहा जाउ नतला वर्ल्ड वार बोली कहा जाउतला। सी वर्ल्ड वार रे केवल कैपिटलिस्ट माने कोन पई मार्केट पई कंपटीशन करके युद्ध करचंदी सी कहले ना। सी कहले रूसिया तो कैपिटलिस्ट कंट्री नुह सतरे भी रूसिया सेते इंडस्ट्रियलाइज्ड हेई नथिला आ रूसिया कैपिटलिस्ट नथिला रूसिया पीजेंट बेस्ड थिला सेठी लोक माने कृषक श्रेणी रो थिले मोर देन 80% पॉपुलेशन डिपेंड्स ऑन एग्रीकल्चर पीजेंट ही थिले इवन इंडस्ट्रियल वर्कर भी नथिले इंडस्ट्री तो नथिला इंडस्ट्रियल वर्कर कोठी आसे सी कहले ता आमे तो पीजेंट आमे गोटे एग्रीकल्चरल कंट्री आमे कोउथि वर्ल्ड वार 1 युद्ध करछोंदे हमर तो युद्ध करियार मीनिंग ही नाही किसे। ओके सेमाने निज भितरे कंपटीशन करके युद्ध कले आमे कोन पे सेठी पड़िबा। ओके सेति में से वर्ल्ड वार 1 रो एग्जिट करि गले।
एटा को डिक्री ऑन पीस बोली कहा जाए लेनिन करो। ओके, नेक्स्ट ये डिक्री ऑन लैंड आ गोटे सी देथिले डिक्री ऑन लैंड। ओके, डिक्री ऑन लैंड कौन जेतिकी आपनकर जो सेते बेले कौन फ्यूडालिज्म टा चलथिला ना, एग्रीकल्चरल सोसाइटी माने जमींदारी व्यवस्था थिला, फ्यूडाल लॉर्ड माने सब थिले। ସିଏ କଣ କଲେ ତାଙ୍କଠୁ ଆଣିକି ଲୋକମାନଙ୍କ ଭିତରେ ଯୋଉ ଜମି ଥିଲା ସେଟାକୁ ଡିଷ୍ଟ୍ରିବ୍ୟୁଟ କରିଦେଇଥିଲେ ଏବଂ ପିଜାଣ୍ଟସ୍। ଓକେ, ନେକ୍ସଟ ଯଦି କହିବା ଫ୍ୟାକ୍ଟ୍ରି ଗୁଡା ଯୋଉ କିଛି ବି ଥିଲା ସେଗୁଡାକୁ ୱାର୍କର୍ସ ମାନଙ୍କ କଣ୍ଟ୍ରୋଲକୁ ନେଇ ଆସିଥିଲେ। ଆଉ କଣ କରିଥିଲେ କି ଇଣ୍ଡଷ୍ଟ୍ରିଜ ଗୁଡା ଯୋଉଗୁଡା ମୋଷ୍ଟ ଇମ୍ପୋର୍ଟାଣ୍ଟ ଇଣ୍ଡଷ୍ଟ୍ରିଜ ଆଉ ବ୍ୟାଙ୍କ ଗୁଡାକୁ ନ୍ୟାସନାଲାଇଜେସନ କରିଦେଇଥିଲେ। ଏତିକି ସିଏ ଆପଣଙ୍କର ଯଦି କହିବା ଫାଷ୍ଟ ଫେଜରେ ଇମିଡିଏଟ ମେଜର୍ସ ହିସାବରେ ସିଏ କରିଥିଲେ। ରେଜଲ୍ଟ କଣ ହେଲା ଆପଣ ଚିନ୍ତା କରନ୍ତୁ, ଜମିଦାର ମାନଙ୍କଠୁ ଜମି ଆଣିକି ବାଣ୍ଟି ଦେଲେ, ଇଣ୍ଡଷ୍ଟ୍ରିଆଲିଷ୍ଟ ମାନଙ୍କୁ ଆଣିକି କି ଇଣ୍ଡଷ୍ଟ୍ରିଜ ଗୁଡାକୁ ନ୍ୟାସନାଲାଇଜ କରିଦେଲେ, ବାକି ଯୋଉଗୁଡା ରହିଲା ଯୋଉଗୁଡା କି ଇଣ୍ଡଷ୍ଟ୍ରିଜ ନୁହଁ ସେଗୁଡାକୁ ସେ ୱାର୍କର୍ସ ମାନଙ୍କ ହାତକୁ ଟେକି ଦେଲେ। ତ ଯୋଉ ଜମିଦାର ରହିଲେ, ଯୋଉ ବୁର୍ଜୁଆ କ୍ଲାସ ରହିଲେ ବା କ୍ୟାପିଟାଲିଷ୍ଟ କ୍ଲାସ ରହିଲେ, ସେମାନେ ଆପଣଙ୍କ ସହିକି ରହିବେ, ସେମାନେ ବିଦ୍ରୋହ କଲେ, ଯୋଉଟା କି ଆମେ ସିଭିଲ ୱାର ବୋଲି କହନ୍ତି, ରୁଷିଆନ ସିଭିଲ ୱାର ବୋଲି କହନ୍ତି। ଏଇଟାକୁ ଆପଣ ମାନେ ହିଷ୍ଟ୍ରିରେ ପଢି ନଥିବେ। ଇଏ ହେଲା 1918 ରୁ 21 ପର୍ଯ୍ୟନ୍ତ ଆପଣଙ୍କ ସିଭିଲ ୱାର ଚାଲିଲା ରୁଷିଆରେ। ଓକେ, ଦ ବଲସେଭିକ ପାର୍ଟି ଫେସ୍ଡ ଏ ବ୍ରୁଟାଲ ସିଭିଲ ୱାର। ଓକେ, ଆପଣଙ୍କର ଯଦି କହିବେ କଣ ପାଇଁ କହିଲେ, ଆପଣଙ୍କର ଯୋଉ ସୋସିଆଲିଜିମଟା ଫାଉଣ୍ଡେସନ ହେଇଗଲା, ଏଇ ଯୋଉ କ୍ୟାପିଟାଲିଷ୍ଟ ଆମେ ପଢିବା ବେଳକୁ ସେଟା ଜାଣିବେ ସିଏ କଣ କହୁଥିଲେ ଯେ ଦୁନିଆର ଯେତିକି ବି କ୍ୟାପିଟାଲିଷ୍ଟ ଅଛନ୍ତି ସେମାନେ ଲିଙ୍କଡ। ଓକେ, ସେମାନେ ଗୋଟେ ଚେନରେ ବାନ୍ଧି ହେଇକି ଅଛନ୍ତି। ଯଦି ଅଛନ୍ତି ବାକି ମାନେ ଯଦି ଗୋଟେ କଣ୍ଟ୍ରି ଏତେ ବଡ କଣ୍ଟ୍ରିରେ ଆପଣଙ୍କର ସୋସିଆଲିଜିମ ଆସିଯାଉଛି ବାକି ଗୁଡାରେ ବି ସେଇ ଡିମାଣ୍ଡ ହବ ନା, ରେଜଲ୍ଟ ତାକୁ ଅଟକେଇବା ଦରକାର। ତ ଫରେନ୍ ଇଣ୍ଟରଭେନସନ ହେଲା। ଓକେ, ଆଉ ଇମାଜିନ କରନ୍ତୁ 1818 ବେଳକୁ ୱାର୍ଲଡ ୱାର ୱାନ୍ ଶେଷ ବେଳକୁ ପହଞ୍ଚି ଯାଇଥିଲା ଆପଣଙ୍କର, ଆଉ ଇଏ ଶେଷ ହେଇଯାଇଥିଲା, ତାଙ୍କ ପାଖରେ କାମ ନଥିଲା, ସେମାନେ ରୁଷିଆରେ ଇଣ୍ଟରଭେନସନ କରିବା ଆରମ୍ଭ କରିଦେଇଥିଲେ। ତ ଟୁ ସର୍ଭାଇଭ ଲେନିନ ଇଣ୍ଟ୍ରୋଡ୍ୟୁସ୍ଡ ୱାର କମ୍ୟୁନିଜମ। ସିଏ ୱାର କମ୍ୟୁନିଜମ କନସେପ୍ଟକୁ ଆଣିଲେ। ଓକେ, ୱାର କମ୍ୟୁନିଜମ ମାନେ କଣ, ସିଏ କଣ କଲେ ନା ଷ୍ଟେଟ କଣ୍ଟ୍ରୋଲ ଅଫ ପ୍ରଡକ୍ସନ, ପ୍ରଡକ୍ସନ କୁ କମ୍ପ୍ଲିଟ ଷ୍ଟେଟ କଣ୍ଟ୍ରୋଲ କୁ ନେଇ ଆସିଲେ। ଓକେ, ଗ୍ରେନ ରିକ୍ୱିସନିଂ କଲେ, ବ୍ୟାନ୍ ଅନ୍ ପ୍ରାଇଭେଟ ଟ୍ରେଡ, ସିଏ କହିଲେ କମ୍ପ୍ଲିଟ ପ୍ରାଇଭେଟ ଟ୍ରେଡ କୁ ବନ୍ଦ କରି ଦିଆଯିବ। ଓକେ, ପ୍ରାଇଭେଟ ଟ୍ରେଡ ବନ୍ଦ, ଆପଣଙ୍କର ଯେତିକି ମିନ୍ସ କଣ ସବୁ କିଛି ସିଏ ରିଡିଷ୍ଟ୍ରିବ୍ୟୁସନ କରିବା ପାଇଁ ଲାଗିଗଲେ। ଓକେ, କମ୍ପ୍ଲିଟ ଆଚ୍ଛା କିଛି କହୁଛନ୍ତି କି ସୁଭାଶିଷ? ନାଇଁ ସାର୍, ଭୁଲରେ ମାଇକ୍ ଅନ୍ ହେଇଗଲା ସାର୍। ଓକେ ଓକେ, ଠିକ ଅଛି। ଆଚ୍ଛା, ତ ମେନଲି ଆପଣଙ୍କର ଏଇ ସବୁ ଜିନିଷ ଗୁଡା ସିଏ କଲେ। ମେନଲି ଆପଣଙ୍କର ଏଇ ଯୋଉ ଜିନିଷ ଗୁଡା ଗୋଟେ ପଜିଟିଭ ପଏଣ୍ଟ ଦେଲା, କଣ ସିଭିଲ ୱାର ଟାକୁ ଏଣ୍ଡ କରିଦେଲା, ମିଲିଟାରୀଲି ବହୁତ ହେଲ୍ପ କଲା। କିନ୍ତୁ କଥାଟା ହଉଛି ଗୁଡାଏ ଏଇ ଯୋଉ ୱାର କମ୍ୟୁନିଜମ ଗୁଡାଏ କଣ କଲା, ହାର୍ଡସିପ, ଇକୋନୋମିକ ହାର୍ଡସିପ ଜେନେରେଟ କଲା। ଓକେ, ଇକୋନୋମିକ ହାର୍ଡସିପ ଆମେ ଦେଖିବା ପାଇଁ ପାଇଲେ। ରେଜଲ୍ଟ ସିଏ କଣ କଲେ, ସେଇ ଇକୋନୋମିକ ହାର୍ଡସିପ ରୁ ବଞ୍ଚିବା ପାଇଁ ଯୋଉ 1921 ରେ ସିଏ କଣ କଲେ, ଏନଇପି ଲାଗୁ କଲେ। ଓକେ, ଏନଇପି କଣ, ନ୍ୟू ଏଜୁକେशन ପଲିସି ନୁହଁ, ଆପଣଙ୍କର ନ୍ୟू ଇକୋନୋମିକ ପଲିସି। ଓକେ, ନ୍ୟू ଇକୋନୋମିକ ପଲିସିକୁ ଆପଣେଇଲେ 1921 ରେ। ସେଥିରେ ସିଏ କଣ କଲେ, ଆଲାଉଡ ଲିମିଟେଡ ପ୍ରାଇଭେଟ ଟ୍ରେଡ, ପ୍ରାଇଭେଟ ଟ୍ରେଡ କରିବା ପାଇଁ କିଛି ପରିମାଣରେ ପରମିଶନ ଦିଆଗଲା। ସ୍ମଲ ସ୍କେଲ କ୍ୟାପିଟାଲିଜିମ ପରମିଶନ ଦିଆଗଲା। ଓକେ, ଲାର୍ଜ ସ୍କେଲରେ ନୁହଁ, ସ୍ମଲ ସ୍କେଲ ମିନ୍ସ ଆମର ଯେମିତି ଏମଏସଏମଇ ସେକ୍ଟରଟେ ଅଛି ଏକ୍ଜାକ୍ଟଲି ସେମିତି ପରମିଶନ ଦିଆଗଲା। ଓକେ, ଖାଲି ସେଇଆ ନୁହଁ, ଆପଣଙ୍କର ଯଦି କହିବେ ମାନେ ଏଇ ସବୁ ଜିନିଷ ଗୁଡା ପ୍ଲାନିଂ ଆରମ୍ଭ କରାଗଲା, ମାନେ ଯୋଉ ନ୍ୟୁ ଇକୋନୋମିକ ପଲିସି ଭିତରେ ଏଗୁଡା ଥିଲା। ଓକେ, ଆମେ ପଢିବା ସେଟାକୁ ଇନ୍ ଡିଟେଲ୍ସରେ, ଯେତେବେଳେ ପଢିବା ସେତେବେଳେ ମୁଁ ଡିଟେଲ୍ସ ଭାବରେ କହିବି। ଓକେ, ତ ଗୋଟେ ପ୍ରକାର ଆପଣଙ୍କର ଲେନିନଙ୍କର କିଛିଟା ଫ୍ଲେକ୍ସିବିଲିଟି ଆମେ ଦେଖିବାକୁ ପାଇଲେ ତାଙ୍କର ନ୍ୟୁ ଇକୋନୋମିକ ପଲିସିରେ, ତାଙ୍କର ମାନେ କଣ ଫ୍ଲେକ୍ସିବିଲିଟି ଦେଖିବାକୁ ପାଇଲେ। ଓକେ, ତ ଯଦି କହିବା ଆମେ ଏମିତି ଭିତରେ ଯୋଉ 1922 ଆପଣଙ୍କର ପାର୍ଟିକୁଲାରଲି ସେଇ ଭିତରେ ସିଏ ସେଭର ଇଲନେସ୍ ହେଇଯାଇଥିଲେ ତାଙ୍କର, ଆପଣଙ୍କର ମଲ୍ଟିପୁଲ ଷ୍ଟ୍ରୋକ୍ ହେଇଥିଲା ତାଙ୍କୁ, ଆଉ ଗ୍ରାଜୁଆଲି ସିଏ କଣ କରିଥିଲେ ପଲିଟିକାଲି ରିଟାୟାରମେଣ୍ଟ ହେଇଯାଇଥିଲେ। 1922 ସିଏ ପଲିଟିକାଲ ରିଟାୟାରମେଣ୍ଟ ନେଇଯାଇଥିଲେ। ଷ୍ଟାଲିନ ସେତେବେଳକୁ ଆପଣଙ୍କର ଆସିଯାଇଥିଲେ। ଯାହା ବି ହଉ ଷ୍ଟାଲିନଙ୍କର ଆପଣଙ୍କର ଧୀରେ ଧୀରେ ରାଇଜ ହଉଥିଲା ସେତେବେଳେ। ଓକେ,
ସେଇ କଥାଟାକୁ ବି ସିଏ ତାଙ୍କର ଯୋଉ ଲେଟର ରାଇଟିଂ ଟେଷ୍ଟାମେଣ୍ଟରେ ସିଏ ଲେଖିଛନ୍ତି ହ୍ୱାଟ ଏଭର ମେ ବି ଆପଣଙ୍କ ସିଏ ଯଦି କହିବେ 21 ଜାନୁଆରୀ 1924ରେ ଆଟ୍ ଦ ଏଜ୍ ଅଫ୍ 53 ତାଙ୍କର ଡେଥ୍ ହେଇଯାଏ। ଓକେ, ଯାହା ବି ହଉ ତାଙ୍କର ଗୁଡାଏ କଣ୍ଟ୍ରିବ୍ୟୁସନ ଆମେ ଦେଖିବାକୁ ପାଆନ୍ତି ଅନଡେନାଇବୁଲ ସେଗୁଡା ଆପଣଙ୍କର ଯେମିତିକି ଆପଣଙ୍କର ହି ୱାଜ ଦ ଲିଡର ଅଫ ଫାଷ୍ଟ ସକ୍ସେସଫୁଲ ସୋସିଆଲିଷ୍ଟ ରିଭଲ୍ୟୁସନ। ପ୍ରଥମ ବ୍ୟକ୍ତି ଯିଏ ଜଣେ ସୋସିଆଲିଷ୍ଟ ରିଭଲ୍ୟୁସନକୁ লিডিଂ କରିଥିଲେ ସକ୍ସେସଫୁଲି ସିଏ ହେଉଛନ୍ତି ସିଏ। ମାର୍କସିଜିମକୁ ମଡର୍ଣ୍ଣାଇଜ କଲେ। ମାର୍କସ ଯୋଉ କଥା ଗୁଡା କହିଥିଲେ ତାର ଗୋଟେ ନ୍ୟୁ ଫର୍ମ ଇଏ ପ୍ରୋଭାଇଡ କରିଥିଲେ ଯୋଉଟାକୁ ଲେନିନିଜିମ ବୋଲି କୁହାଯାଏ। ତା ଛଡା ଆଡଭୋକେଟେଡ ସେଲ୍ଫ ଡିଟରମିନେସନ ଅଫ ନେସନ। ତା ଛଡା ଆଣ୍ଟି କଲୋନିଆଲ ରିଭଲ୍ୟୁସନାରୀ ମୁଭମେଣ୍ଟ ଗୁଡାକୁ ଗ୍ଲୋବାଲି ସେ ଇନ୍ସପାୟାର୍ଡ କରିଥିବାର ଆମେ ଦେଖିବାକୁ ପାଆନ୍ତି। କିନ୍ତୁ କିଛି ଜିନିଷକୁ ତାଙ୍କର କ୍ରିଟିସିଜିମ କରାଯାଏ ଯେମିତିକି ୟୁଜ ଅଫ ଫୋର୍ସ ହେଲା। ଓକେ, ସେଣ୍ଟ୍ରାଲାଇଜେସନ ଓଭର ସେଣ୍ଟ୍ରାଲାଇଜେସନ କଥା କୁହନ୍ତୁ, ତାପରେ ଯୋଉ ଓଭର ସପ୍ରେସନ କଥା କୁହନ୍ତୁ, ଅଥରିଟାରିଆନିଜିମ ମାନେ କଣ ସ୍ପ୍ରେଡିଂ କରିବା କଥା କୁହନ୍ତୁ, ୱାନ୍ ପାର୍ଟି ରୁଲ କଥା କୁହନ୍ତୁ, ଏଇ ସବୁ ଗୁଡା ବି ତାଙ୍କର କିଛି ନେଗେଟିଭ ପଏଣ୍ଟସ ଥିବାର ଆମେ ଦେଖିବାକୁ ପାଆନ୍ତି। ହ୍ୱାଟ ଏଭର ମେ ବି ଲେନିନଙ୍କର ଲାଇଫରୁ ବିଶ୍ୱ ବହୁତ କିଛି ପାଇଥିଲା। ଯଦିବା ଆମେ ରୁଷିଆ ତାକୁ ସକ୍ସେସଫୁଲି ହ୍ୟାଣ୍ଡେଲ କରିପାରିଲାନି କ'ଣ ପାଇଁ ନା ଯୋଉ କ୍ୟାପିଟାଲିଷ୍ଟ ଫୋର୍ସ ସତ କହିଲେ କ'ଣ କହିଲେ କୋଉଟା ଠିକ କୋଉଟା ଭୁଲ ତ ଆମେ ସେମିତି କହିପାରିବାନି କୋଉଟା ଠିକ କୋଉଟା ଭୁଲ ବୋଲି। କିନ୍ତୁ ଏଇ ଯୋଉ କ୍ୟାପିଟାଲିଷ୍ଟ ଫୋର୍ସ ଗୁଡା ନା ଆମେ ଗ୍ରାମ୍ସ୍କିଙ୍କର ଯୋଉ ମାନେ କନସେପ୍ଟଟା ଅଛି ତାକୁ ସେମାନେ ବହୁତ ଭଲ ଭାବରେ ବୁଝିଛନ୍ତି, ବୁଝିପାରିଲେ, ଯୋଉଥିପାଇଁ କି ମାନେ ବାକି ସମସ୍ତେ ତାଙ୍କ ଆଗରେ ମୁଣ୍ଡ ନୁଆଇବା ପାଇଁ ଆମେ ବାଧ୍ୟ ହଉଛନ୍ତି। ଓକେ, କ'ଣ ପାଇଁ କହିଲେ ସେମାନେ ଯୋଉ ପ୍ରକାର ଗୋଟେ ଏଜୁକେସନଟାକୁ ପାର୍ଟିକୁଲାରଲି ଆଉ ପ୍ରଫେସନକୁ ନେଇକି ଯୋଉ ପ୍ରକାର ଏନଭାରମେଣ୍ଟ ବିଶ୍ୱରେ ତିଆରି କଲେ ନା ବହୁତ ଗୁଡାଏ ପ୍ରଫେସନ ଆଉଟଡେଟେଡ ହେଇଗଲା, ବୁଝିପାରିଲେ। ରେଜଲ୍ଟ କ'ଣ ହେଲା ଆମେ ସେ ମତେ ଗୋଟେ କଥାଟା କୁହନ୍ତୁ, ଯେମିତି ଫର ଏକ୍ଜାମ୍ପଲ ଇଣ୍ଡିଆ କେସରେ ମୁଁ କହିବି ଇଣ୍ଡିଆ ଗୋଟେ ଏଗ୍ରିକଲଚରାଲ କଣ୍ଟ୍ରି। ଆଚ୍ଛା, ଏବେ ବହୁତ କଣ୍ଟ୍ରି ଆପଣଙ୍କର ଦେଖିଥିବେ ଯେମିତି ନରୱେ ସ୍ୱିଡେନ କଥା କୁହନ୍ତୁ, ନେଦରଲ୍ୟାଣ୍ଡ କଥା କୁହନ୍ତୁ, ଯୋଉମାନେ କି ଆପଣଙ୍କର 50 ଇୟର୍ସ ପୂର୍ବରୁ କାରରେ ବୁଲୁଥିଲେ, ଆପଣଙ୍କର ବଡ଼ ବଡ଼ ଗାଡ଼ି ଲକ୍ଜରିୟସ୍ ଲାଇଫରେ ବଞ୍ଚୁଥିଲେ, ସେମାନେ ବର୍ତ୍ତମାନ ଆପଣ ଯଦି ନରୱେ ସ୍ୱିଡେନ ଏଗୁଡ଼ାକୁ ଯିବେ କିମ୍ବା ଆପଣଙ୍କର ଇଭିନ୍ ନେଦରଲ୍ୟାଣ୍ଡ ଆଡ଼କୁ ସେଗୁଡ଼ାରେ ସିଟି ଗୁଡ଼ାରେ ଆପଣ କାର୍ ଦେଖିବାକୁ ପାଇବେନି। ଓକେ, ଟୋଟାଲି ନୁହଁ, ସେମାନେ ସାଇକେଲରେ ଯିବା ଆସିବା କରୁଛନ୍ତି, ଚାଲିକି ଯିବା ଆସିବା କରୁଛନ୍ତି। ଓକେ, ଆମର ଇଣ୍ଡିଆରେ ବି ଇଣ୍ଡିଆରେ ଏବେ କିନ୍ତୁ ଆମେ ଗୋଟେ ଏମିତି ଷ୍ଟେଜରେ ପହଞ୍ଚିଛନ୍ତି ଯେ ଘରେ ଗୋଟେ କାର ଯଦି ନାହିଁ ତାର କୌଣସି ଇଜ୍ଜତ ନାହିଁ। ଘରେ ଗୋଟେ କାରଟେ ରହିବା ଦରକାର, ବରଂ ଆପଣଙ୍କର ମାସରେ ଦିନେ ଦି ଦିନ ବି କୁଆଡେ ତାର ବ୍ୟବହାର ହଉନଥିବ, ଯିଏ ଡ୍ରାଇଭର ରଖିଛି ତ ସେ ଡ୍ରାଇଭର ହିଁ ତାର ମଜା ମାରୁଛି। ଓକେ, ଡ୍ରାଇଭରଟେ ଯଦି ରଖିଛନ୍ତି ସିଏ ତାର ଫୁଲ ମଜା ମାରୁଛି, ମାଲିକ ସିଏ ପୁରା। ଗାଡି ଆପଣ କିଣୁଛନ୍ତି, ଆପଣ ଯଦି କିସ୍ତି ଅଛି ଆପଣ କିସ୍ତି ନିଜେ ପେମେଣ୍ଟ କରୁଛନ୍ତି, ଟାକ୍ସ ପେମେଣ୍ଟ କରୁଛନ୍ତି, ସବୁ କରୁଛନ୍ତି, କିନ୍ତୁ ମଜା ମାରୁଛି ଡ୍ରାଇଭର, ସିଏ ହେଲା ଅସଲ ମାଲିକ। ଓକେ, କିନ୍ତୁ ଷ୍ଟିଲ୍ ଆମେ ସେଇ କଥାଟା କରୁଛନ୍ତି ଯୋଉଗୁଡା ଅନନେସେସରୀ, ଆଉ ସେଇଗୁଡା ପଛରେ ଆମେ ଏମିତି ଧାଇଁଛନ୍ତି, ଆପଣ ଇମାଜିନ କରନ୍ତୁ ଅନନେସେସରୀଲି ଧାଇଁଛନ୍ତି ଯୋଉଗୁଡାର କିଛି କାରଣ ନାହିଁ। ଓକେ, ମେ ବି ଏଇଟା ଟିକେ ବେଶୀ ସ୍ପିରିଚୁଆଲ ହେଇଯାଉଛି, କିନ୍ତୁ ପ୍ରାକ୍ଟିକାଲି କ'ଣ ପାଇଁ ନା ବହୁତ କଣ୍ଟ୍ରି ଏବେ ତାକୁ ପ୍ରାକ୍ଟିକାଲି କରିକି ଦେଖାଉଛନ୍ତି। କିନ୍ତୁ କ୍ୟାପିଟାଲିଜିମର ଏଇ ଯୋଉ ଚେରଟା ଆପଣଙ୍କର ସିଏ କ'ଣ କରିଛି, ସିଏ ଆପଣଙ୍କର ବିସ୍ତାର କରୁଛି, ଆପଣଙ୍କୁ ଆମ ଭିତରେ ସେଟା ମାଇଣ୍ଡ ସେଟରେ ପୁରଉଛି। ଓକେ, ସେ ଏଇଟା ନହେଲେ ଏଇଟା ହବନି, ଏଇଟା ନହେଲେ ଏଇଟା ହବନି, ଗୁଡାଏ ଜିନିଷ। ଓକେ, ଯୋଉ କଥାଟା କି ମୁଁ ପୂର୍ବରୁ କହୁଥିଲି ଆପଣଙ୍କୁ ମଝିରେ ଦିନେ କ୍ଲାସରେ କହୁନଥିଲି, ସମ୍ବଲପୁର ୟୁନିଭର୍ସିଟି ମୁଁ ଯାଇଥିଲି କଥା କହୁଛି ଇଣ୍ଟରଭ୍ୟୁ ଦେବା ପାଇଁ। ଆମେ ସମସ୍ତେ ଓଡ଼ିଆ କିନ୍ତୁ ଷ୍ଟିଲ୍ ଇଂଲିଶରେ କଥା ହଉଛନ୍ତି ନା, ଆପଣ ଗୋଟେ ଇଂଲିଶରେ ଫୁଲ ସେ ଜବାବ ଦେଇ ଦଉଛନ୍ତି, ଯଦି ସିଏ କାଉଣ୍ଟରରେ ଇଂଲିଶ କହିପାରୁଛି ସିଏ ସେ କିଏ ବି ଓଡ଼ିଆ ଲୋକଟେ ସିଏ ଯେତେ ବଡ଼ ପ୍ରଫେସରଟା ହେଇଥାଉ ନା କାହିଁକି ଯାହା ମିଡିୟମରେ ବି ପଢିଥାଉ, ଓକେ, ଯଦି ସିଏ ଇଂଲିଶରେ କହୁଛି କହୁଛି ଆଉ ଜଣେ ବି ଯଦି କାଉଣ୍ଟରରେ ଇଂଲିଶ କହିବା ଷ୍ଟାର୍ଟ କରିବ ନା ସିଏ ତାର ମାତୃଭାଷା ବାହାରିଯିବ। ଓକେ, ବାହାରିଯିବ, ଆପଣ ମାନଙ୍କର ବି ସେମିତି କେସ୍ ହେଇଥିବ। ତ ସେମିତି କେସରେ ଆରେ ତମେ ଯଦି ଜାଣୁନ ଓଡିଆରେ କଥା ହେବାରେ ତମର କ'ଣ ଅସୁବିଧା ହଉଛି, କିନ୍ତୁ ନା ଆମ ମାଇଣ୍ଡ ସେଟରେ ସେଟା ପଶି ଯାଇଛି। ଆଉ ଏଇ ଯୋଉ ହେଜିମନିକ ଡିଜାଇନଟା ଯୋଉଟା କରିଛନ୍ତି ନା ତାକୁ ଆମେ ଇଭାଡ କରିପାରୁନାହାନ୍ତି, ସେଇଥିପାଇଁ ଆମେରିକା ଆଜି ସାଙ୍କସନ କହିଦେଲା ଆମେ ଡରୁଛନ୍ତି। ସେ ସାଙ୍କସନଟା କରିଦେଲେ ଆମର କ'ଣଟା ଉଖୁଡିଯିବ ମତେ କହିଲେ? ଇଣ୍ଡିଆରେ କ'ଣ ନାହିଁ କହିଲେ ଯେ ଆମର ଅସୁବିଧା ହବ? ଆମେରିକା ଯଦି କିଛି ହଁ କିଛି ଆଇଟି କର୍ମଚାରୀ ବେକାର ହେଇଯିବେ ତ ହଁ, ଆଜି ଯୋଉମାନେ 5 ଲକ୍ଷ ପାଉଛନ୍ତି ସେମାନେ ଲକ୍ଷେ ଦରମା ପାଇବେ ତ?
ଯିଏ 5 ଲକ୍ଷ ପାଉଛି ତାର ଦରମାଟା ଲକ୍ଷେ ହେଇଯିବ ତ କଣ ଲକ୍ଷେ ଟଙ୍କାଟା କମ ହେଇଗଲାଣି। ଆପଣଙ୍କର ଯଦି କହିବେ ଇଣ୍ଡିଆରେ ମୋର ଦାନ 80% ଲୋକ ଯୋଉମାନେ ଲକ୍ଷେରୁ କମ ରୋଜଗାର କରିକି ବଞ୍ଚୁଛନ୍ତି, ଆଉ ତମେ 5 ଲକ୍ଷ ନ ପାଇଲେ କଣ ମରିଯିବ ତମେ, କଣଟା ଭାସିଯିବ? 30,000 ଯିଏ ଦରମା ପାଉଛି ସେ ସଫିସିଏଣ୍ଟଲି ଗୋଟେ ବେଟର ଲାଇଫକୁ লিডিଂ କରିପାରିବ। କିନ୍ତୁ ଆମ ମାଇଣ୍ଡସେଟ୍ ସେଟା ଏମିତି ଭାବରେ ପୁରେଇ ଦିଆଯାଇଛି ଯୋଉଥିପାଇଁ କି ଆମେ ଆମେରିକା ସମସ୍ତଙ୍କୁ ଡରେଇକି ରଖିଛି। ଇଭିନ୍ ଚାଇନା ବି ଡରିକି ଅଛି। କଣ ପାଇଁ? ଆମେରିକାର କ୍ୟାପିଟାଲିଜିମକୁ ସିଏ ହ୍ୟାଣ୍ଡେଲ କରୁଛି। ଯେତିକି କମ୍ପାନୀ ଫ୍ୟାକ୍ଟ୍ରି ଅଛନ୍ତି ଚାଇନାରେ ସବୁ ଗୁଡାର ଆପଣଙ୍କର ଯଦି କହିବେ ଆମେରିକାନ କମ୍ପାନୀ, ସିଏ ବିକିବ କୋଉଠି ଡରୁଛି। ଇଣ୍ଡିଆର ସମସ୍ୟା ସେଇଆ। पता नहीं है माने ଏଇଟା କେବଳ ମାଇଣ୍ଡ ସେଟ୍ ଆଉ କିଛି ନୁହେଁ। ଏଗୁଡ଼ା ଆମ ଭିତରେ ଗୋଟେ ଭର୍ଚୁଆଲ ତିଆରି କରାଯାଇଛି। ଆଉ ଏଇଟା ମୁଁ କହୁନି, ଏଇଟା ଗ୍ରାମ୍ସକି କହିଥିଲେ। ଓକେ, ଆପଣଙ୍କ ତାଙ୍କର ଭ୍ୟୁଟାକୁ ହିଁ ମୁଁ ଆପଣଙ୍କ ଆଗରେ ପ୍ରେଜେଣ୍ଟ କରୁଛି। ଓକେ, ସିଏ ଏଇ ଏଇ ଯୋଉ ମୋର ବୁକ୍ଟା ମୁଁ କହୁଛି, ଏଇଟାକୁ ମୁଁ କହୁଥିଲି ଥରେ ଦେଖେଉଥିଲି। ଏଇ ଯୋଉ ବୁକ୍ଟା ଏଇଥିରେ ମୁଁ ତାକୁ ହିଁ ଆନାଲିସିସ୍ କରିଛି, ଆପଣ ଦେଖିପାରୁଥିବେ। ଏଇଟା ବୁକ୍ଟା ମୋର। ଓକେ, ଟେକ୍ନୋଲୋଜିକାଲ ସୁପରିୟରିଟି ଆଣ୍ଡ ଆମେରିକାନ ହେଜିମନି। ଓକେ, এই ବୁକ୍ଟାରେ ମୁଁ ସେଇଟାକୁ ହିଁ ଲେଖିଛି, ତାକୁ ହିଁ ଜଷ୍ଟିଫାଏ କରାଯାଇଛି ଏଇ ବହିଟିରେ। ଏରାଉଣ୍ଡ ଆପଣଙ୍କର 192 ପେଜର ବୁକ୍, ସେଇଥିରେ ତାକୁ ହିଁ ମୁଁ ଲେଖିଛି ଗ୍ରାମ୍ସକିଙ୍କର ଆଇଡିଆଟାକୁ ନେଇକି ହିଁ। ଆଉ ମୋର ଯାହା କିଛି ରିସର୍ଚ୍ଚ ଥିଲା ତାକୁ। ଆମେରିକା କେବଳ ମତେ କହିଲେ ମଙ୍ଗଳ ଗ୍ରହ ଯିବା କଣ ଦରକାର ଅଛି, ଆପଣ ସେଠି ଗଲେ କଣଟା ଉଖାଡ଼ିଦେବେ ଯେ ନାଇଁ ଆମେ ସେଠି ଯିବା ପାଇଁ ରେସ୍ରେ ଧାଇଁଛନ୍ତି, ସେଠି ଯିବା ପାଇଁ ପଇସା ଖର୍ଚ୍ଚ କରୁଛନ୍ତି। ପୃଥିବୀଟାକୁ ତ ଏକ୍ସପ୍ଲୋର କରିନାହାନ୍ତି, ଆମ ଘର ସାଇଡରେ କୌଣସି ଦେଖିନାହାନ୍ତି। ଆମେ ମଙ୍ଗଳ ଗ୍ରହରେ ଆମେ କଣ ପାଇଁ ନା ଆମେ ଏଲାଇଟ୍ ଗ୍ରୁପରେ ଆସିଯିବା। ଆଉ ସେଇ ଏଲାଇଟ୍ ଗ୍ରୁପରେ ଆସିବା ପାଇଁ ଆମେ ଆମର ସବୁ କିଛି ବଳିଦାନ ଦେଇ ଦଉଛନ୍ତି। ଏଇଟାକୁ ହିଁ ସେ ଗ୍ରାମ୍ସକି କହିଥିଲେ। ଆମେ ପଢିବା ତାଙ୍କର ଭ୍ୟୁଟାକୁ। ଅଛି ଆପଣଙ୍କର ପଲିଟିକାଲ ଥିଓରିରେ ମୁଁ ପଢେଇବି। ଓକେ, ପେପର 1ରେ ହିଁ ଅଛି, ଆମେ ତାକୁ ପଢିବା। ଓକେ, ତ ଯାହା ବି ହଉ ଆମେ ଆସିବା ତାଙ୍କର ପଲିଟିକାଲ ଥଟ୍ ଗୁଡାକୁ ଆଗ ଲିଷ୍ଟ କରିଦିଅନ୍ତୁ, ତାଙ୍କର ପଲିଟିକାଲ ଥଟ୍ ଗୁଡା ବା ଥିଓରି ଗୁଡା। ଆଉ ସେଇ ହିସାବରେ ଗୋଟେ ଗୋଟେ କି ପଢି ପଢିକି ଆମେ ଯିବା। ଲେନିନ୍ କଣ କଣ ସବୁ କହିଥିଲେ। ଏଇ ରାଉଣ୍ଡ ନିୟରଲି ସିଏ 11 ଥିଓରିଟା 11ଟା ଥିଓରି ଦେଇଥିଲେ। ସବୁଗୁଡା ଆମ ପାଇଁ ପଢିବା ପସିବୁଲ ନୁହଁ। ଯଦି ପଢିବା ୟାକୁ ହିଁ ମାସେ ପଢିବା, ତ ସେଇ ଭିତରୁ ଯୋଉଗୁଡା ପରୀକ୍ଷା ପାଇଁ ଉପଯୋଗୀ କେବେ ନା କେବେ ପଚରା ଯାଇଛି। ଓକେ, ସେଇ ଭଳିଆ ଗୁଡାକୁ ମୁଁ କଲେକ୍ସନ କରିଛି। ଯୋଉଗୁଡା କଣ ପାଇଁ ନା ମତେ କାଲି ପୁରା ଫୁଲ ଦିନ ଲାଗିଗଲା ଲେନିନଙ୍କ ଉପରେ। ପୂର୍ବରୁ ମୁଁ ପଢିଥିଲି ତାକୁ। ଓକେ, ପଢିଥିଲି କହିଲେ କଣ କି ଏକାଡେମିକାଲି ତ ସେଟା ୟୁନିଭର୍ସିଟିରେ ନଥିଲା, କିନ୍ତୁ ଷ୍ଟିଲ୍ ମୁଁ ପଢିଥିଲି ଲେନିନକୁ। କଣ ପାଇଁ ନା ମାଓକୁ ପଢିଲା ବେଳକୁ ପଢିଥିଲି ୟାଙ୍କର ହିଷ୍ଟ୍ରିରେ ତାଙ୍କୁ ପଢିଥିଲି, କିନ୍ତୁ ଏତେ ପରିମାଣରେ ତାଙ୍କର ଥିଓରି ଗୁଡା ବିଷୟରେ ସତ କହିବାକୁ ଗଲେ ମୁଁ ବି ଜାଣିନଥିଲି ଏତେ ଗୁଡା ଥିଓରି ଅଛି ବୋଲି। ମୁଁ କାଲି କମ୍ପ୍ଲିଟ ରିସର୍ଚ୍ଚ କରିଛି ଦିନ ସାରା। ତାଙ୍କର 11ଟା ଥିଓରି ସିଏ ଦେଇଛନ୍ତି, ସେଇ ଭିତରୁ ନିୟରଲି 6ଟା ଥିଓରି ଆମେ ପଢିବା ଯୋଉଟା କେବେ ନା କେବେ ୟୁପିଏସସି କିମ୍ବା ଓପିଏସସି ରେ ପଚରା ଯାଇଛି କିମ୍ବା ରିଲେଭାଣ୍ଟ ଅଛି ପ୍ରେଜେଣ୍ଟ କଣ୍ଟେକ୍ସଟରେ। ବାକି ସବୁ ଗୁଡାକୁ ମୁଁ ଭାବୁଛି ଆମେ ସ୍କିପ୍ କରିଯିବା। ଓକେ, ମୁଁ କିନ୍ତୁ ନୋଟ୍ସ ଆପଣଙ୍କୁ ଦେଇଦେବି, ଆପଣ ଯଦି ଚାହିଁଲେ ତାକୁ ପଢିବେ, ନହେଲେ ନାହିଁ। ହଁ, ମୋର ଯୋଉ ବୁକ୍ସ ଗୁଡା ମୁଁ କହୁଥିଲି, ଆମେ ବୋଧେ ସୁଭାଶିଷଙ୍କ ସହିତ କଥା ହଉଥିଲେ, ମେ ବି ଆପଣ ଏରାଉଣ୍ଡ ସଣ୍ଡେ ମଣ୍ଡେ ବେଳକୁ ମଣ୍ଡେ ସୁଦ୍ଧା ଆପଣଙ୍କର କମ୍ପ୍ଲିଟ୍ ହେଇଯିବ। ଓକେ, ତାପରେ ମୁଁ ସେ ବିଷୟରେ ଡିଟେଲ୍ସ ଆପଣଙ୍କୁ କହିଦେବି। ଆପଣ ମାନେ ଯୋଉମାନେ ଚାହିଁବେ ତାକୁ ନେଇପାରିବେ। ଓକେ, କମ୍ପ୍ଲିଟ୍ ସିଲାବସଟା ଆପଣଙ୍କର ପିଏସ୍ଆଇଆର କଭର ହେଇଛି। ଆପଣ ପଲିଟିକାଲ ଥିଓରି ଗୋଟେ ବୁକଲେଟ୍ ଅଛି, ଆପଣଙ୍କର ଇଣ୍ଡିଆନ୍ ପଲିଟିକାଲ ଥଟ୍ ଗୋଟେ, ୱେଷ୍ଟର୍ଣ୍ଣ ପଲିଟିକାଲ ଥଟ୍ ଗୋଟେ। ଆଇଜିପିଟାକୁ ମୁଁ ଯେତିକି ଆପଣଙ୍କର ଫିଲୋସଫିକାଲ ପାର୍ଟଟାକୁ ରଖିଛି, ବାକି ସବୁ ଲକ୍ଷ୍ମୀକାନ୍ତର ବୁକ୍ରେ ଅଛି, କେବଳ ରିପିଟେସନ ହବ। ସେଥିପାଇଁ ଯୋଉଗୁଡ଼ା ସେଥିରେ ନାହିଁ ଆପଣଙ୍କ ତାକୁ ଇନକ୍ଲୁଡ କରାହେଇଛି ଗୋଟେ ବୁକଲେଟଟା ଆଇଜିପି ବୋଲି। ଆଉ ଗୋଟେ ଆପଣଙ୍କର ଇଣ୍ଟରନ୍ୟାସନାଲ ପଲିଟିକ୍ସଟେ ଅଛି। ଆଉ ଗୋଟେ ଆପଣଙ୍କର ଇଣ୍ଡିଆ ଆଣ୍ଡ ଦ ୱାର୍ଲଡ ବା ସେଟା ଫରେନ୍ ପଲିସି ଭାବରେ ଇଣ୍ଡିଆସ୍ ଫରେନ୍ ପଲିସି ଟାଇଟଲରେ ମୁଁ ସେଟାକୁ କରିଛି। କମ୍ପ୍ଲିଟ୍ ଆପଣଙ୍କର ମାଟେରିଆଲ ହେଇଯାଇଛି, ରେଡି ହେଇଯାଇଛି। ଆପଣଙ୍କୁ ମୁଁ ଡିଟେଲ୍ସ ଇନଫର୍ମେସନ ଦେଇଦେବି। ଓକେ, ଯୋଉମାନେ ଚାହିଁବେ ତାକୁ ନେଇକି ପଢିପାରିବେ ଡିଟେଲ ନୋଟ୍ସରେ। ଆଉ ଯୋଉଗୁଡ଼ା ଦେଉଛି ତାଠୁ ବେଟର ଅଛି ସେଟା, ସେଥିରେ କିଛି ଇମ୍ପ୍ରୋଭାଇଜ କରାହେଇଛି। ଓକେ, ତ ଲେନିନଙ୍କର ଥିଓରି ଗୁଡାକୁ ଆମେ ଦେଖିବା। କଣ କଣ ଆଉ ଗୋଟେ ଲିଷ୍ଟ କରିଦିଅନ୍ତୁ। ଫାଷ୍ଟ ଯଦି ଆମେ କହିବା ଥିଓରି ଅଫ ଭାନଗାର୍ଡ ପାର୍ଟି। ଓକେ, ଥିଓରି ଅଫ ଯୋଉଗୁଡାକୁ ଆମେ ପଢିବା ମୁଁ ସେଗୁଡାକୁ ହିଁ କହୁଛି, ବାକି ଗୁଡାକୁ ମୁଁ ଛାଡି ଯାଉଛି। ଓକେ, ଭାନଗାର୍ଡ ପାର୍ଟି, ଥିଓରି ଅଫ ଭାନଗାର୍ଡ ପାର୍ଟି, VANGUARD। ଓକେ, ଭାନଗାର୍ଡ ପାର୍ଟି ସ୍ପେଲିଂ ସେଇଆ ତାର। ଓକେ, ନେକ୍ସଟ ଯଦି କହିବା ଆପଣଙ୍କର ସେକେଣ୍ଡରେ ଆମେ ପଢିବା ଥିଓରି ଅଫ ଇମ୍ପେରିଆଲିଜମ। ଥିଓରି ଅଫ ଇମ୍ପେରିଆଲିଜମ। ଓକେ, ଯୋଉଥିରେ ସିଏ କହିଲେ ଯେ imperialism as the highest stage of highest
stage of capitalism. Okay, theory of imperialism as the highest stage of capitalism. याकू गोटे पढ़िबा हमें. थर्ड रे पढ़िबा हमें alliance of workers and peasant. Alliance of workers and peasant. Workers and peasants. Next पढ़िबा आपनकर चार रे concept of revolution in backward. Concept of revolution in backward और weak link बोली से कहिसंती weak links of capitalism. ओके आपनकर नेक्स्ट यदि कहबा पांच रे थियोरी ऑफ स्टेट एंड रिवॉल्यूशन. ओके थियोरी ऑफ स्टेट एंड रिवॉल्यूशन. नेक्स्ट आपनकर यदि कहबा थियोरी ऑफ प्रोलेटारियन इंटरनेशनलिज्म. बहुत गुड़ाए थियोरी अछि. थियोरी ऑफ प्रोलेटारियन इंटरनेशनलिज्म. ओके ताकू बाद देले पार्टी एज इंस्ट्रूमेंट ऑफ रिवॉल्यूशन. नेक्स्ट यदि कहबा सेंट्रलाइजेशन एंड ऑर्गेनाइजेशनल प्रिंसिपल ऑफ कम्युनिस्ट पार्टी एगुडा को हमर दरकार नाही. नेक्स्ट आसीबा हमें राइट ऑफ नेशन टू सेल्फ डिटरमिनेशन. सातटा पढ़िबा राइट ऑफ नेशन टू सेल्फ डिटरमिनेशन. ओके एतिकी पढ़िबा. आउ जो किछि रहिला जेमति कि आपन सीए केमति जो डायलेक्टिकल मटेरियलिज्म और हिस्टोरिकल मटेरियलिज्म को लेनिन केमति इंटरप्रेट करथिले मोडा जाऊ नै. नोट्स रे मु देई देथिले आपन मार्क्स रे लेनिन कर व्यू टाको. ओके एथिपाई जाऊ नाही जे आपनकर सेई को शुणी शुणी आपनकर विरक्त हो जाइथिबेनी. ओके तो सेइथिबे मु सेटा को यथा संभव प्रयास करछि आपनकर ताकू न देबा पई. माने बुझी जाइथिबे आपण मु भाबुचे. नेक्स्ट जदि कहबा आपनकर आउ किछि कॉन्सेप्ट ऑफ डुअल पावर ड्यूरिंग रिवॉल्यूशन. तापरे नेसेसिटी ऑफ वायलेंट रिवॉल्यूशन. जो ट्रेड यूनियन क्रिटिक ऑफ ट्रेड यूनियनिज्म एंड इकोनॉमिज्म. आइडिया ऑफ सोशलिस्ट कॉन्शियसनेस. एई सब गुडाकू ओके आपनकर मु एगुडा को स्किप करि जाउची. फाइनली मु गोटे दिन रे सेटा को कोन करबी ना कनक्लूड माने को आपन को टिके डिस्कशन करके आपनकर मु चल जीबी. ओके सेटा बेटर रहइबो. जदि एगुडा सब लेखि सारले मते कहतो लेखि सारले यस बोलीटा कहतो आमे पढिबा थियोरी ऑफ वैनगार्ड पार्टी. लेनिन्स थियोरी ऑफ वैनगार्ड पार्टी. ओके ताकू पढिबा. ओके ठीक अछि मु भाबुची जणे यस लिखिले माने अज्यूम करछि आपण माने लिखि देथिबे. नहले भी आपण रेकॉर्डिंग तो पाई जाउ छथि ताकू देखि भी लिखि पारबे कोनसी प्रॉब्लम नाही. आसीबा तांकर आज गोटे थियोरी रे मु भाबुची टाइम हे जिवो. थियोरी ऑफ वैनगार्ड पार्टी. वैनगार्ड कोन इटा होसे वैनगार्ड रो जो शब्दटा यार अर्थ होची आपनकर गोटे डिसिप्लिन्ड आर्मी. ओके डिसिप्लिन्ड आर्मी बोली आपन कहि पारबे बा डिसिप्लिन सोल्जर डिसिप्लिन ग्रुप भी आपन कहि पारबे. वैनगार्ड रो मीनिंग टा होची सैया. ओके वैनगार्ड जो टर्म टा ये आपन रशियन शब्द यार मीनिंग टा होची सैया. यार मीनिंग बहुत डिफरेंट डिफरेंट आपन देखिबा को मिले अलगा अलगा. माने कोन मु दी तीनटा डिक्शनरी रे देखली सेतरे भी आपन को सेमती तीन चारटा डिफरेंट डिफरेंट मीनिंग्स लिखा है. इंटरनेट रे भी सर्च मारले सही प्रकार आपन देखौची. एतिकी बुझंतु मीन्स डिसिप्लिन्ड ग्रुप. ओके वैनगार्ड मीन्स ए डिसिप्लिन्ड ग्रुप. आउ एटा होसी पर्टिकुलरली ई जो थियोरीटा थियोरी ऑफ वैनगार्ड पार्टी ये आपनकर जो मार्क्सिज्म लेनिनिज्म रो ये होची जदी कहबा सबटु मोस्ट डिफाइनिंग कंपोनेंट बोली आपनकर कहि पारिबे. ओके आपनकर मोस्ट डिफाइनिंग कंपोनेंट बोली कहि पारबे. अच्छा ई थियोरीटा आसीबा पछरे जो हिस्टोरिकल बैकग्राउंड थिला ताकू हमें बुझिबा. जदि बा लेनिन को लाइफ
ରେ ଆମେ ପଢିଦେଲେ କିଛି ତାଙ୍କର ବ୍ୟାକଗ୍ରାଉଣ୍ଡ ସେଇ ସମୟର, କିନ୍ତୁ ଯାହା ବି ହଉ ଆମେ ଟିକେ ବ୍ୟାକଗ୍ରାଉଣ୍ଡରେ 19th ସେଞ୍ଚୁରୀ ରୁଷିଆକୁ ଯିବା। ଓକେ, 19th ସେଞ୍ଚୁରୀ ରୁଷିଆ, এই ସମୟରେ ରୁଷିଆର ସିଚୁଏସନ କ'ଣ ଥିଲା? এই ସମୟ ରୁଷିଆରେ ଯଦି ଆପଣ ଦେଖିବେ ଇଣ୍ଡଷ୍ଟ୍ରିଆଲ ୱାର୍କର ବହୁତ କମ ସଂଖ୍ୟାରେ ଥିଲେ। ଓକେ, ଇଣ୍ଡଷ୍ଟ୍ରିଆଲ ୱାର୍କର୍ସ ଆର୍ ଫ୍ୟୁ एंड पॉलिटिकली इनएक्सपीरियंस, इंडस्ट्री नथिला कहले चले, समस्ते कृषक थिले बा पेजेंट थिले, जहा किछि किछि आपनकर इंडस्ट्री हेतिला सेथिरे किछि लोक आपनकर काम करूथिले। तो एमानकर संख्या बहुत कम थिला। आउ एमाने पॉलिटिकल, आपनकर पॉलिटिकल एक्सपीरियंस केते बेले हो जते बेले डेमोक्रेसी हो। आम मानकर केमती होची पंचायत राज जोगु आमे लोकल स्तर रे इलेक्शन टाको सामना करचंती बोली सिना हमर एक्सपीरियंस होची, नॉलेज यदि राजा थिले आमे पॉलिटिकल एक्सपीरियंस केमती होबो। ओके, तो एमाने पॉलिटिकली इनएक्सपीरियंस थिले। ओके, जारिस्ट रिजाइम चलीथिला, जी कि को प्रकार पॉलिटिकल डिसेंट को सप्रेस करूथिला। ओके, जोथि पई रिजल्ट होची मास ऑर्गेनाइजेशन केबे भी तयारी हो नथिला बा मेकिंग मास ऑर्गेनाइजेशन वाज वेरी डिफिकल्ट। कौन से गोटे ऑर्गेनाइजेशन मास स्केल रे ऑपरेटिंग जेमति इंडिया रे आपनकर इंडियन नेशनल कांग्रेस हला, सेमति गोटे तयारी करबा सेठी आपनकर पॉसिबल नथिला। कोन पई ना राजा दृढ़ हस्तरे दमन करूथिले। ओके, नेक्स्ट जदि कहबा जो सोशलिस्ट मूवमेंट गुडा बा सोशलिस्ट व्यू गुडा ऑलरेडी डेवलप हे सारिथिला, एजुकेटेड लोक माने जानी थिले, से गुडा फ्रागमेंटेड ही की थिला, खाली फ्रागमेंटेड नो, से माने अंडरग्राउंड एक्टिविटीज रे शामिल थिले बा अंडरग्राउंड ग्रुप्स भाबरे फंक्शन करथिले। ओके, आउ कोन जो इकोनॉमिस्ट माने थिले, ओके, तांकर थिला जे आपनकर इकोनॉमिस्ट मानकर कहिबार कथा रुसिया रो जे वर्कर्स माने कोन की एमती पॉलिटिकल एक्टिविटीज रे शामिल न होई कि गोटे जिंस विषय रे ध्यान दियंतु वेज, जदि सेमानकु दरमा ठीक ठाक मिलुची ताहले किसी कहिबार नहीं, अदरवाइज कहिबार अछि जदि भी कहसिबो। ओके, ताहले कोन हबो आपनकर जदि भी आसुची आपन कोन करिवे ना वेज बढ़िया पई दाबी करू तो पॉलिटिकल स्ट्रगल रे सेमने शामिल होंतु ने, ई कथा गुडा सही समयरो इकोनॉमिस्ट माने कहउतले। ओके, अच्छा मार्क्सिज्म कोन कहला? डिक्टाटरशिप ऑफ प्रोलेटारिएट, सीए कहले ना मार्क्सिज्म कोन कहला जो प्रोलेटारिएट माने बा वर्किंग क्लास एकाठी की रिवॉल्यूशन करिवे। लेनिन कहले से एठी तो वर्किंग क्लास ही नहांती। ओके, सी कथाटा करिवो किए? तो रूसिया पई लेनिन कहउतले जे ए स्पेशल टाइप ऑफ पॉलिटिकल ऑर्गेनाइजेशन रो आवश्यकता अछि। एई जो सोशल डेमोक्रेटिक पार्टीज गुडा सब फंक्शन करूछंती, ओके, एमाने रूसियन कंडीशन रे कार्य करि पारिबे नाही। कोन पाई ना एठी सेमती लोक ही नाहंती, वर्कर्स थिले सिना आपनको सेतिरे शामिल हेबे, वर्कर्स ही तो नाहंती, आपनको शामिल हेबे केमिति बा रिवॉल्यूशन हेई पारिबो केमिति। ओके, सेइति पाई कोन दरकार ता गोटे वैनगार्ड पार्टी रो आवश्यकता रहिछि। ओके, अच्छा द कोन पाई दरकार? प्रथम कथा तो होछि आपनकर जे वर्कर जो माने अछंती कम संख्या रे भी जो माने अछंती वर्कर्स एलोन कैन नॉट डेवलप रिवॉल्यूशनरी कॉन्शियसनेस, सेमान को भितरे केवल डेवलप हे जिवो, खाली नाही आपे आपे डेवलप हे जिवो, एटा गोटे मूर्खामी छडा किछि न। वर्कर्स से तार काम करूची मजूरी पाउची घर चलाउची, ता भितरे रिवॉल्यूशनरी कॉन्शियसनेस आसीबो केमिति? ओके, वर्कर माने जाई जाई मैक्सिमम कोठी पहुंचीबे ना ट्रेड यूनियन कॉन्शियसनेस रे पहुंचीबे। वर्कर्स माने जति तांकर बहुत ही अफेक्टेड होचन ताहले सेमने कोन पहुंची पहुंची कोठी पहुंचीबे, ट्रेड यूनियन टे करबा, वेज बढ़ेबा पई दाबी करबा, सेमाने केवल सेतकी ही करि परिबे, ताटू अधिका करि परिबे। मेनली सेमाने इकोनॉमिक डिमांड वा हायर वेज पर्यंत पहुंची पारिबे। आ जदि वर्कर माने सेतिकी ही पहुंची पारुचंदी ताले रिवॉल्यूशन केम देबो? रिवॉल्यूशन पई तो पॉलिटिकल कॉन्शियसनेस दरकार। ताहले कौन करा जीवो? सीए कहले जे रिवॉल्यूशनरी कॉन्शियसनेस मस्ट बी इंट्रोड्यूस्ड फ्रॉम आउटसाइड, जे ए जो कॉन्शियसनेस ता रिवॉल्यूशनरी कॉन्शियसनेस ता सेटा आउटसाइड रो इंट्रोड्यूस हेबा जरूरी। से आउटसाइड साइडर माने किए जो माने इंट्रोड्यूस करिवे? से माने को माने जो माने एजुकेटेड एंड पॉलिटिकली ट्रेंड रिवॉल्यूशनरीज माने। रिवॉल्यूशन को माने करन एजुकेटेड माने तो
ଆମର ଇଣ୍ଡିଆରେ ବି ଯୋଉ ହେଲା କୋଉ ମୂର୍ଖ ଲୋକଟା ରିଭଲ୍ୟୁସନ କଲା କି? ସିଏ ତ ଜାଣି ନାହିଁ, ତାର ପେଟ ଭଲ, ସିଏ ଭଲ ଖାଇବାକୁ ପିନ୍ଧିବାକୁ ରହିବାକୁ ପାଉଛେ। ଇଭେନ୍ ସେଇ ମଝିରେ ଗୋଟେ ରିପୋର୍ଟଟେ ମୁଁ ଦେଖୁଥିଲି ସେଇଦିନ, ବୋଧେ ଓଟିଭି କି ସମଥିଙ୍ଗ କୋଉଥିରେ ଦେଖାଉଥିଲା, ମନେ ପଡୁନି ଏକ୍ଜାକ୍ଟଲି। ଓଡିଶାରେ ଏମିତି ବି ଗୋଟେ ଗାଁ ଅଛି ଯୋଉଠି ସେମାନେ ଭାରତ ବୋଲି ଗୋଟେ ଦେଶ ଅଛି ବୋଲି ଜାଣିନାହାନ୍ତି, ସିଏ ଇଂରେଜ ଅଧିକାରରେ ଥିଲା ବି ଜାଣିନାହାନ୍ତି, ଆଉ ଦେଶ କେବେଠୁ ସ୍ୱାଧୀନ ହେଇଯାଇଛି ସେ କଥା ବି ସେମାନଙ୍କୁ ଜଣା ନାହିଁ। ଓକେ, ଖାଇଲେ ପିଇଲେ ବିନ୍ଦାସରେ ରହିଲେ ତାଙ୍କର। ଓକେ, ତାଙ୍କର ଆଉଟସାଇଡ ୱାର୍ଲଡରେ କଣ ହଉଛି ସେମାନଙ୍କୁ ଜଣା ନାହିଁ। ତାହେଲେ ରିଭଲ୍ୟୁସନ କେମିତି ହେଇପାରେ? ତ ଜଣେ ଏଗ୍ରିକଲଚର, ଜଣେ ପିଜାଣ୍ଟ ହଉ କିମ୍ବା ଜଣେ ଇଣ୍ଡଷ୍ଟ୍ରିଆଲ ୱାର୍କର ହଉ, ନାଟା ମନେ ପଡୁନି କୋଉ ଜାଗାଟା ଆପଣଙ୍କର କୋଉ ମାନେ ଗୋଟେ ଯାହା ହଉ ପ୍ଲେଟୋ ତଳେ ଜାଗାଟା ମନେ ପଡୁନି ଆକ୍ଚୁଆଲି ଠିକ ସେ। ଅ, ଦେଖିଲି କିନ୍ତୁ ମୁଁ ଭୁଲିଗଲି, ମତେ ଲାଗୁନଥିଲା ଏଟା ଇମ୍ପୋର୍ଟାନ୍ସ ବୋଲି, ହଠାତ୍ କି ଏବେ ମନେ ପଡିଲା। ପ୍ରଥମ ତ ବିଶ୍ୱାସ ଲାଗିଲାନି ମତେ। କଣ ପାଇଁ କି ବେଳେ ବେଳେ ନ୍ୟୁଜ ଚ୍ୟାନେଲ ଗୁଡା ନିଜେ ନିଜେ କାହାଣୀ ତିଆରି କରିଦିଅନ୍ତି ତ, ସେଇଥିପାଇଁ ବେଳେ ବେଳେ ମୁଁ ବହୁତ ଗୁଡାଏ ଜିନିଷକୁ ଫିଲ୍ଟର ଆଉଟ୍ କରିଯାଏ, ଯୋଉଗୁଡା ମତେ ଲାଗେନି ନେସେସରି ଫିଲ୍ଟର ଆଉଟ୍ କରିଯାଏ। କିନ୍ତୁ ଏବେ ଏଇଟା ମନେ ପଡିଲା ବେଳେ ମୁଁ ଆପଣଙ୍କୁ କହିଦେଲି। ମୁଁ ଯଦି ମିଳେ ଲିଙ୍କ ଆପଣଙ୍କୁ ଦେଇଦେବି ମୁଁ। ଓକେ, ଆପଣ ସେମିତି ବି ଗୋଟେ ଗାଁଟେ ଅଛି, ଖାଲି ସେମିତି ନୁହଁ, ଆମର କେନ୍ଦୁଝରରେ ବି ବହୁତ ଅଛି। କେନ୍ଦୁଝରରେ ବି ଆପଣ ଯଦି ଟିକେ ପାହାଡ ଭିତରକୁ ଚାଲିଯିବେ ଆପଣଙ୍କର, ଯଦି ବା ଏବେ ସବୁ କମ୍ୟୁନିକେସନ ପହଞ୍ଚିଗଲାଣି ସବୁ, କିନ୍ତୁ ଷ୍ଟିଲ୍ ମାକ୍ସିମମ୍ ଲୋକ ଅନଆୱାର। ଓକେ, ସେମାନଙ୍କୁ କିଛି ଜଣା ହିଁ ନାହିଁ। ଏମିତି ସିଚୁଏସନରେ ବି ବହୁତ ଗାଁ ସବୁ ଅଛି। ଓକେ, ଯାହା ବି ହଉ, ଆମେ ଆସିବା ଟପିକକୁ। ଆପଣଙ୍କ ସିଏ କହିଲେ ଯେ ଯୋଉମାନେ ଏଜୁକେଟେଡ ଅଛନ୍ତି, ଯୋଉମାନେ ଜାଣିଛନ୍ତି, ସେଇମାନେ ସିନା ଜାଣୁଛନ୍ତି ଏମିତି ହଉଛି ବୋଲି। ଆପଣ ଚିନ୍ତା କଲେ, ଦାଦା ଭାଇ ନାରୋଜି ଯଦି କହିନଥାନ୍ତେ ଡ୍ରେନ୍ ଅଫ୍ ୱେଲ୍ଥ ହଉଛି ବୋଲି, ଆମେ ଜାଣିଥାନ୍ତେ ନା ସେମିତି ଗୋଟେ ହଉଛି ବୋଲି? ସେଟା ଦାଦା ଭାଇ ନାରୋଜି ଯିଏ ଜଣେ ପଢା ଲେଖା ଲୋକ, ସିଏ କହିଲେ ଯେ ଆମକୁ ଏମିତି ଭାବରେ ଇକୋନୋମିକାଲି ଏକ୍ସପ୍ଲଏଟେସନ କରାହଉଛି ବୋଲି, ତେବେ ସିନା ଆମେ ଜାଣିଲେ, ନହେଲେ ଆମେ କେମିତି ଜାଣନ୍ତେ? ଏକ୍ଜାକ୍ଟଲି, ଲେନିନ ବି ସେଇ କଥାଟା ହିଁ କହିଲେ। ସିଏ କହିଲେ ଯେ ଆକ୍ଚୁଆଲି ସେମାନେ ତ କନସିୟସନେସ୍ ନାହିଁ ତାଙ୍କର। ସେଇ କଥାଟା କରିବ କିଏ ନା ଏଜୁକେଟେଡ ଆଣ୍ଡ ପଲିଟିକାଲି ଟ୍ରେନ୍ଡ ରିଭଲ୍ୟୁସନାରୀ, ଏମାନେ ସବୁ କଣ କରିବେ ନା ୱାର୍କର୍ସ ମାନଙ୍କ ଭିତରେ ସେ କନସିୟସନେସ୍ ଟା ଆଣିବେ। ଓକେ, ସିଏ କହିଲେ ପ୍ରଥମ କଥା ଦେଖନ୍ତୁ, ଆଉ ଗୋଟେ ସିଚୁଏସନ ଚିନ୍ତା କରନ୍ତୁ। ୱାର୍କିଂ କ୍ଲାସ ବା ୱାର୍କର୍ସ ମାନେ କାହା ବିରୋଧରେ ଲଢେଇ କରିବେ? ମାର୍କ୍ସ କହିଲେ କ୍ୟାପିଟାଲିଷ୍ଟ ମାନଙ୍କ ବିରୋଧରେ। ଲେନିନ କହୁଛନ୍ତି ରୁଷିଆରେ ତ କ୍ୟାପିଟାଲିଷ୍ଟ ହିଁ ନାହାନ୍ତି। ଓକେ, ରୁଷିଆ ଲ୍ୟାକ୍ ଦ ଡେମୋକ୍ରାଟିକ ଆଣ୍ଡ କ୍ୟାପିଟାଲିଷ୍ଟ ଡେଭଲପମେଣ୍ଟ, ରୁଷିଆରେ ତ ଜାର୍ ବସିଛନ୍ତି ରାଜା। ଓକେ, ସେଇଥିରେ ପୁଣି କ୍ୟାପିଟାଲିଷ୍ଟ ବା ଇଣ୍ଡଷ୍ଟ୍ରିଆଲିଷ୍ଟ ଲାର୍ଜ ସ୍କେଲର ହିଁ ନାହାନ୍ତି। ଓକେ, ତ ଯୋଉ ମାର୍କ୍ସ ଯୋଉ କହିଲେ ଯେ ସ୍ପଣ୍ଟାନିୟସ ପ୍ରୋଲେଟାରିଏଟ ଅର୍ଗାନାଇଜେସନ ଆପଣଙ୍କର ହେଇଯିବ ବୋଲି, ଆମର ତ ସେଠି ସେଇଆ ହିଁ ନାହିଁ। ସେଟା ହେବ କେମିତି? ସିଏ କହିଲେ ସେଇଥିପାଇଁ a disciplined, centralized, and ideologically committed party was necessary to guide working class towards revolution. ଓକେ, ସେଇଥିପାଇଁ ଗୋଟେ ଡିସିପ୍ଲିନ, ସେଣ୍ଟ୍ରାଲାଇଜଡ ଆଉ ଆଇଡିଓଲୋଜିକାଲି କମିଟେଡ ପାର୍ଟି। ଆଇଡିଓଲୋଜିକାଲି କମିଟେଡ କାହାକୁ କହିବା? ଯିଏ ଯୋଉଟା ଥରେ ଠିକ ଭାବି ନେଇଗଲା ମାନେ ଭାବି ନେଇଗଲା, ଆଉ ସେଥିରେ ଚେଞ୍ଜେସ ହବାର କିଛି ନାହିଁ। ସେଇ ପ୍ରକାର ଚିନ୍ତା ରଖୁଥିବା ଗୋଟେ ପାର୍ଟି ହିଁ ଆପଣଙ୍କର ୱାର୍କିଂ କ୍ଲାସ ରିଭଲ୍ୟୁସନ ପାଇଁ ଜରୁରୀ, ସେ କଥାଟା ଆପଣଙ୍କର ଲେନିନ କହିଲେ। ଆଚ୍ଛା, ଭାନଗାର୍ଡ ପାର୍ଟି କଣ ବୁଝିପାରିଲେ? କଣ ପାଇଁ ସିଏ ତା କଥା କହିଲେ? ଆପଣଙ୍କର ଭାନଗାର୍ଡ ପାର୍ଟି କଥା ଆପଣ ଜାଣିପାରୁଥିବେ। ମାନେ ସେମିତି ଅୱାରନେସ୍ ବା ଯୋଉମାନଙ୍କ ଭିତରେ କନସିୟସନେସ୍ ନାହିଁ, ତାଙ୍କ ଭିତରେ ମାନେ ରିଭଲ୍ୟୁସନାରୀ କନସିୟସନେସ୍ ଆଣିବା ପାଇଁ ଗୋଟେ ପାର୍ଟିର ଆବଶ୍ୟକତା ଅଛି, ଦ୍ୟାଟ୍ ଇଜ ଭାନଗାର୍ଡ ପାର୍ଟି। ତାହେଲେ ଏଇ ଯୋଉ ଭାନଗାର୍ଡ ପାର୍ଟି, ଇଏ କୋଉ ପ୍ରିନ୍ସିପଲ ଉପରେ ବେସ୍ଡ ହେଇଛି, ତା ଉପରେ ବି ସେ ଆପଣଙ୍କର କହିଲେ। ଟୋଟାଲ ଆପଣଙ୍କର ତାର କୋର ପ୍ରିନ୍ସିପଲ ଗୁଡା କଣ ଭାନଗାର୍ଡ ପାର୍ଟିର? ସିଏ କହିଲେ ଯେ ଏଇଟା ହଉଛି ପ୍ରଫେସନାଲ ରିଭଲ୍ୟୁସନାରିଜ। ପ୍ରୋଫେସନାଲ ରିଭଲ୍ୟୁସନାରିଜ। ଓକେ, ପ୍ରୋଫେସନାଲ ରିଭଲ୍ୟୁସନାରିଜ ମାନେ କଣ? ସିଏ କହୁଛନ୍ତି ଯେ ଦ ପାର୍ଟି ମଷ୍ଟ କନସିଷ୍ଟ ଅଫ ଫୁଲ ଟାଇମ୍ ଆଣ୍ଡ ଟ୍ରେନ୍ଡ ରିଭଲ୍ୟୁସନାରିଜ ଡେଡିକେଟେଡ ଏଣ୍ଟାୟାରଲି ଟୁ ପଲିଟିକାଲ ଷ୍ଟ୍ରଗଲ। ଏଥିରେ ସେଇ ଲୋକମାନେ ଆସିବେ ଯୋଉମାନେ ଫୁଲ ଟାଇମ୍ ରିଭଲ୍ୟୁସନାରୀ, ତାଙ୍କର ଅନ୍ୟ କିଛି କାମ ନାହିଁ, ତାଙ୍କର କେବଳ କାମ ହଉଛି ରିଭଲ୍ୟୁସନ କରିବା। ଓକେ, ଯୋଉମାନେ କି ଟ୍ରେଣ୍ଡ, ଆଉ ଏମାନେ ଏଣ୍ଟାୟାରଲି ଡେଡିକେଟେଡ ଟୁ ପଲିଟିକାଲ ଷ୍ଟ୍ରଗଲ। ସେମାନେ ଅନ୍ୟ କୌଣସି କାମ ପାଇଁ ଆଉ ନୁହନ୍ତି, ତାଙ୍କର କେବଳ ଗୋଟେ କାମ ପଲିଟିକାଲ ଷ୍ଟ୍ରଗଲ କରିବେ। ଓକେ, ସେମାନେ କେମିତି କରିବେ? ଦେ କୁଡ ୱାର୍କ ଅଣ୍ଡରଗ୍ରାଉଣ୍ଡ। ତାଙ୍କ ପାଖରେ ଥିଓରିଟିକାଲ କ୍ଲାରିଟି ଥିବ। ଆପଣଙ୍କ ପାଖରେ ଯଦି କ୍ଲାରିଟି ନାହିଁ, ଆପଣଙ୍କୁ ଡାଉଟ ଆସିବ ନା। ଆମର ଏଠି ଯୋଉ ନକ୍ସଲିଜିମ ଗୁଡା ବା
जो माओवादी माने जाकू आमे कहउछन बा नक्सलवादी जाकू कहउछन माओवादी कहबाटा बेटर होबनी एटा इंडियन वर्जन टा नक्सलिज्म कहबाटा बेटर होबो नक्सलवादी मान एबे तो मझरे आपनकर एटा दिल्ली रे आ मु भाबुची सेतिरे सेई गैंग टे थिबे निश्चित भाबरे जो आपनकर हिडिमा को नै कि आपनकर जो स्ट्रगल करथले मु सेगुडा को बुझी पारेनी सेगुडा तांकर किमती मेंटालिटी रो लोक गुडा ना किमती संस्कार रे सेमने बड़ होइछन मु तो सेई जिंसटा एटलीस्ट बुझी पारुनी ओके आमे गांधी कर देश ओके एठी अहिंसार देश खाली गांधीजी कौन अहिंसा कहले से वेद उपनिषद रु करके बुद्ध सैन्य टू करके समस्ते इभिन आपनकर समस्ते अहिंसा को ही आपनकर आपणैछथि जणे हिंसा प्रवृत्ति करथिबा लोक को सेमने आइडियोलॉजी बा आपनकर आइडियल लीडर भाबरे नै कि आपनकर प्रोटेस्ट करूछथि माने इमेजिन करि पारुछथि तांको चेरोटा केते स्ट्रांग अछि ओके माने इमेजिन बाहर से गुडा पता नहीं सेमनकर शिक्षाटा को प्रकार शिक्षा सेमने को बही की पढ़ कि एगुडा सब पी जाउछथि किंतु एतिकिटा मु जेतिकी जानु जे सेमने आइडियोलॉजिकली क्लियर जे आमे कोन किंतु सेमान को लोक एक्सेप्ट करूछथि कि नै भी सेथिरे भी तांकर इंटरेस्ट नाही मैं जानिबा ओके व्हाट एवर मे बी ये कहउछन जे एमाने थियोरेटिकल क्लैरिटी याको पाखरे अछि जे आमे कौन करूछु बोली कोन ना हमर जो कथा मु कहउतले नक्सल माने सेमने क्लैरिटी नाहंती ओके कोन कहले अधिकांश नक्सल आपनकर मोर देन 99% नक्सल जो माने से माने अनएजुकेटेड आपनकर आदिवासी निरीह आदिवासी लोक माने जो माने किछि भी जानि नाहंती ना सरकार कौन जानिछंती ना जंगल कौन जानिछंती ना जंगल अधिकार कौन जानिछंती किछि भी जानि नाहंती सेमानकु डरेई धमकेई की ओके सेमाने कौन करछंती किछि सहर रे बसवास करूतबा एजुकेटेड लोक ओके आ तांकर चेरो रे किछि जो लोक माने नेटवर्क रे अछंती सेमने कौन करछन सेमानकु नै जाउछन तो ए जो फोर्स टी तांको पाखरे अछि जो माने करौछंती सेमाने तो क्लियर सेमाने कौन करूछंती किंतु जो माने एक्चुअली कामटी करूछंती सेमाने क्लियर नहंती जे सेमाने एक्चुअली कौन करूछंती थियोरेटिकल क्लैरिटी तांको पाखरे नै किए डरिकी गला किए प्रतिशोध नब बोली गला जहाँ फिल्म रे देखा जाए ओरिजिनली कौन अच्छी आमे जानना ओके ये यूनिवर्सिटी गुड़ा बांटुंट ओके मझे मुझे आम यूनिवर्सिटी थर मुझे धमकई जनक आसिकी सी आपंकर तांकर जो मैगजीन सब बाहर सी आसिकी कौन करते आम पॉलिटिकल साइंस डिपार्टमेंट रे सी कौन करते सी आसिकी देकी जाती ओके प्रत्येक आप सप्ताह गोटे गोटे देकी जाए पिला मानकु टंकाटे टंकाटे नेबे 2 टंका नेबे सेमती करके से मैगजीन सब देकी जाती मु थर धमकई दिली एंट्री करबा को देई नथिले से ओके से माने कौन भावती के जाने तांको ही जଣା निज भितरे तो तुम कौन करूछ क्लैरिटी नाही तुम केमती सक्सेसफुल हम ओके जहाँ भी हो लेनिन से कथाटे ही कहले जो माने एठी आसुचंते तांको भितरे से क्लैरिटीटा थिबो ताहले कौन हबो सेटा कंटिन्यू करिवो सेटा कौनसी भी रिप्रेशन हो केते परिमाण रे भी गवर्नमेंट आपनको रिप्रेशन बा सप्रेस करबा को चाहू तुम पाखरे जदि आइडियोलॉजिकल क्लैरिटी अछि तमे ताहले सेटा को कंटिन्यू करिवो ओके तो एगुड़ा को सी कहले जे आपनको सच ए क्याडर वुड अवॉइड अपॉर्चुनिटीजम एंड रिफॉर्मिज्म कोन पई कहले सरकार बेले बेले रिफॉर्म करबा कथा कह दबो ना ओहो तुमर डिमांड या आमे चलो डिमांड दे देबा रिफॉर्म कर देबा से जिंसटा को तो मेन कथा जदि रिफॉर्म हो गले सेमने चुप हो जिबे ना ना सेमती हबा उचित नु एई जो क्याडर टी हो सी कोन करिवो सी कन्फर्म थिबा जरूरी समय सहित बदलिबा कथा नु तमे कोन करिवो सेटा हेबा दरकार ये लेनिन कहले ओके तो मेनली से पार्टी रो फास्ट कोर प्रिंसिपल होची प्रोफेशनल रिवोल्यूशनरी हेबे जो कैडर टी हेबे सेमने प्रोफेशनली ट्रेंड आउ सेमने क्लैरिटी तांको पाखरे थिबो सेकंड प्रिंसिपल जोटा आपनकर दैट इज डेमोक्रेटिक सेंट्रलिज्म ओके सेंट्रलिज्म डेमोक्रेटिक सेंट्रलिज्म माने को जो वैनगार्ड पार्टीटा ओके दैट मस्ट ऑपरेट ऑन टू प्रिंसिपल दीटा प्रिंसिपल रे से काम करिवो कोन कोन गोटे होचे इंटरनल डेमोक्रेसी इंटरनल डेमोक्रेसी रहिबो आ गोटे कोन रहिबो स्ट्रिक्ट सेंट्रलिज्म ओके स्ट्रिक्ट सेंट्रलिज्म बुझी पारछंती ना को दीटा प्रिंसिपल गोटे प्रिंसिपल कोन इंटरनल डेमोक्रेसी रहिबो जोटा डेमोक्रेटिक कहले से आउ कोन स्ट्रिक्ट सेंट्रलिज्म अच्छा डेमोक्रेसी कोउटे रहइबो सेंट्रलिज्म कोउटे रहइबो लेनिन कहउछंती जे इंटरनल डेमोक्रेसी इन डिस्कशन एंड डिसीजन मेकिंग आपन को जो डिस्कशन डा हबो ओके मींस जते बडे पार्टी रो मीटिंग बसिबो जते बडे आलोचना हबो कोनसी गोटे निष्पत्ति नेवा पई
सेते बेले कोन रहइबो ना इंटरनल डेमोक्रेसी रहइबो जो डिस्कशन टा सेटा फ्री एंड फेयर हबो समस्त को बा डिसीजन मेकिंग रे फ्री एंड फेयर रहइबो लोक माने जहा कहबे पार्टी मीटिंग रे से हिसाब रे डिसीजन एटा कहले से इंटरनल डेमोक्रेसी किंतु गोटे टाइम जेते बेले डिसीजन टा निया गला मेजोरिटी व्यू रे डेमोक्रेसी कथा कहउचंदी सी मेजोरिटी व्यू रे जहा पास हे गला रिजोल्यूशन हे गला जे इया करा जिवो बोली सेते बेले स्ट्रिक्ट सेंट्रलिज्म हबो इन एक्शन जो कामटी हबो सेटा स्ट्रिक्टली सेंट्रल कमांड हिसाब रे हबो सेते बेले आ पास हे सारला पर केही कहि परिबेनी जे एटा एमती हेबार थिला सेटा सेमती हेबार थिला मु एमती हेले करबिनी सेमती नो वन टाइम पास हो गला ताकू स्ट्रिक्टली आपन को सेंट्रल वे रे ही ताकू कोन करा जिवो आपन को सेटा को कार्यकारी करा जिवो ओके once a decision is taken democratically all members must follow it okay with unity and discipline complete unity ଆଉ discipline ରେ ସବୁ member ତାକୁ ପାଳନ କରିବେ no factionalism or public dissent is permitted during action ଥରେ ହେଇଗଲା ମାନେ ओके ସେଥିରେ ଆଉ କୌଣସି ପ୍ରକାର ଫ୍ୟାକ୍ସନାଲିଜିମ୍ କିମ୍ବା କୌଣସି ପ୍ରକାର ନାଇଁ ମତେ ଭଲ ଲାଗୁନି ସେ ପ୍ରକାର ଜିନିଷ ହେଇପାରିବନି ତ ଆପଣଙ୍କର ଯୋଉ ଡିସିସନ ମେକିଂରେ ସେତେବେଳେ ଆପଣଙ୍କର ଇଣ୍ଟରନାଲ ଡେମୋକ୍ରେସି ରହିବ କିନ୍ତୁ ଆକ୍ସନରେ ଷ୍ଟ୍ରିକ୍ଟ ସେଣ୍ଟ୍ରାଲାଇଜିମ୍ ରହିବ ବୁଝିପାରିଲେ ତାହେଲେ କ'ଣ ହବ ଏଇ ଯୋଉ ପ୍ରିନ୍ସିପଲଟା ଦ୍ୟାଟ୍ ଏନସିଓର ଏଫିସିଏନ୍ସି କୋଅର୍ଡିନେସନ ଆଣ୍ଡ ଆଇଡିଓଲୋଜିକାଲ କନସିଷ୍ଟେନ୍ସିକୁ ସିଏ ଏନସିଓର କରିବ ବୋଲି ଲେନିନ୍ କହିଲେ ଆପଣଙ୍କର ओके नेक्स्ट जदि कहबा आपनकर 3 नंबर प्रिंसिपल को दैट इज जो पार्टी vanguard ओके as the guide of the proletariat सिए कहले गाइड of the proletariat ओके गाइड of the proletariat माने को पार्टी कौन करिवो ना पार्टी मस्ट प्रोवाइड पॉलिटिकल एजुकेशन जो कथा मने पकांतो इंडियन नेशनल कांग्रेस यदि हिस्ट्री तो पढ़ुतबे आपण माने इंडियन नेशनल कांग्रेस रो जो फास्ट ऑब्जेक्टिव कौन थिला जो चारिटा ऑब्जेक्टिव से माने अल्टीमेट एम रखथिले सेते कौन थिला जे देशर लोक मान को जातीयता भाव उद्रेक करबा तांको भितर आ पॉलिटिकली कॉन्शियस करबा एटा लक्ष्य थिला ना इंडियन नेशनल कांग्रेस रो जो फास्ट चारिटा प्रिंसिपल थिला मने पकांतो आपण को जदि मने पड़नी जाई की पढ़िबे आज पार्टी कौन करिवो vanguard पार्टी कौन करिवो ना पॉलिटिकल एजुकेशन प्रोवाइड करिवो रिवोल्यूशनरी स्ट्रेटेजी प्रोवाइड करिवो आउ कौन करिवो ऑर्गेनाइजेशनल लीडरशिप प्रोवाइड करिवो माने कौन एक्चुअली vanguard पार्टी प्लेड द रोल ऑफ गाइड ऑफ प्रोलेटारिएट प्रोलेटारिएट मान को ये कौन करिवो पॉलिटिकली एजुकेटेड करिवो रिवोल्यूशनरी स्ट्रेटेजी प्रोवाइड करिवो ऑर्गेनाइजेशनल लीडरशिप प्रोवाइड करिवो ओके इट ट्रांसफॉर्म द प्रोलेटारिएट फ्रॉम ए क्लास इन इटसेल्फ टू क्लास फॉर इटसेल्फ आपन को सही कहले या पूर्व मु कहितले कथाटा मार्क्स को पढिला बेले ए क्लास इन इटसेल्फ जो माने निजे गोटे क्लास से माने टू ए क्लास फॉर इटसेल्फ भाबरे कन्वर्सन हे जबे जो माने कि कैपेबल ऑफ ओवरथ्रोइंग कैपिटलिज्म बोली आपनकर कहिले आपनकर नेक्स्ट जदी कहबा आ गोटे प्रिंसिपल आ कोन सेटा ऑर्गेनाइजर ऑफ रिवॉल्यूशन पार्टी कौन करिवो ना रिवॉल्यूशन ऑर्गेनाइज करिवो पार्टी लीड्स वर्कर्स पीजेंट्स सोल्जर एंड अदर ऑपरेट्स क्लासेस ओके माने को आपन को जदी कह रिवॉल्यूशन टा जदि आपनकर गोटे बॉडी हुए लेनिन कहउछंती जे vanguard ओके vanguard सर्व एज द ब्रेन एंड द नर्वस सिस्टम ऑफ द रिवॉल्यूशन जदि रिवॉल्यूशन टा गोटे मनीष हुए तार ब्रेन आउ नर्वस सिस्टम भाव रे vanguard काम करिवो ओके vanguard will decide the timing methods and tactical shifts required in struggle आंदोलन हबो बा स्ट्रगल हबो से स्ट्रगल रो टाइमिंग मेथड आउ टैक्टिकल शिफ्ट जते बेले जोटा रिक्वायर्ड करिवो ओके ताकू के करिवो नाइ vanguard प्रोवाइड करिवो ओके नेक्स्ट जदी कहबा आपनकर नेक्स्ट आउ गोटे कोर प्रिंसिपल भितर आमे देखिबा को पांती दैट इज वेपन एग्नेस्ट अपॉर्चुनिटीज वेपन एग्नेस्ट अपॉर्चुनिटीज्म अच्छा अपॉर्चुनिटीज्म कौन सुविधावादी आमे जाकू कहती ओके सुविधावादी ए सुविधावादी मान को एग्नेस्ट रे अस्त्र भाव रे काम करिवो ओके मींस लेनिन कहले जे पार्टी मस्ट बी आइडियोलॉजिकली प्योर रहिबो
फ्री फ्रॉम रिविजनिज्म। ଆପଣଙ୍କ ଯଦି ବାରମ୍ବାର ପାର୍ଟିର ପ୍ରିନ୍ସିପଲଟାକୁ ରିଭିଜନ କରୁଛନ୍ତି ତାହେଲେ ବି ଲୋକମାନେ ପସନ୍ଦ କରିବେନି। ଓକେ, ମିନ୍ସ ଆଇଡିଓଲୋଜିକାଲି ଆପଣ କ୍ଲିଅର ନୁହନ୍ତି। ତ ଫ୍ରି ଫ୍ରମ୍ ରିଭିଜନିዝମ ରହିବ। ଆଉ କ'ଣ ରହିବ ଆପଣଙ୍କର? ଫ୍ରି ଫ୍ରମ୍ ବୋର୍ଜୁଆ ଇନଫ୍ଲୁଏନ୍ସ, କୌଣସି ବୋର୍ଜୁଆ ଇନଫ୍ଲୁଏନ୍ସ ସେଥିରେ ରହିବ ନାହିଁ। ଓକେ, ବୋର୍ଜୁଆ ମାନେ ଯଥାସମ୍ଭବ ଦୂରେଇ ରହିବେ। ଏଇ କଥାଟା ବି ଆପଣଙ୍କର ଏନସିଓର କରିବ କିଏ ନା ଭାନଗାର୍ଡ। ଓକେ, ଆପଣଙ୍କର ପର୍ଟିକୁଲାରଲି ଯଦି କହିବେ ଏଇ କଥାଟା ସିଏ ଯୋଉ କହିଥିଲେ ଏଇଟା ମେନଲି ସ୍ପେସିଆଲି ଡିରେକ୍ଟେଡ ଏଗନେଷ୍ଟ ମନସେଭିକ ରିଫର୍ମିଷ୍ଟ ଆଉ ଇକୋନୋମିଷ୍ଟ। ରୁଷିଆରେ ସେଇ ସମୟରେ ଏଇ ଯୋଉ ପ୍ଲେୟାର ଗୁଡା ସବୁ ଥିଲେ ବଲସେଭିକ ଦଳକୁ ବାଦ ଦେଇକି ମନସେଭିକ ମାନେ ଥିଲେ ରିଫର୍ମ କହୁଥିଲେ, ଅଦର ରିଫର୍ମିଷ୍ଟ ଥିଲେ, ଇକୋନୋମିଷ୍ଟ ଥିଲେ, ଏମାନଙ୍କ ଏଗନେଷ୍ଟରେ ହିଁ ସେଟା ଡିରେକ୍ଟେଡ ଥିଲା ଆପଣଙ୍କର। ଓକେ, ତ ମେନଲି ଆଉ କ'ଣ ଯଦି କହିବା, ସିଏ କହିଲେ ଯେ ଭାନଗାର୍ଡ ପାର୍ଟି ରିଭଲ୍ୟୁସନ ପରେ କ'ଣ ରୋଲ ପ୍ଲେ କରିବ। ରୋଲ ସିଏ ଆପଣଙ୍କର ଯଦି କହିବେ ଓକେ, ନାଇଁ ଏଗୁଡା ସରି, ଆପଣଙ୍କର ଏଇ ଯୋଉ ଟୋଟାଲ ପାଞ୍ଚଟା ଥିଲା ପ୍ରୋଲେଟାରିଏଟ, ସରି, ପ୍ରୋଫେସନାଲ ରିଭଲ୍ୟୁସନାରିଜ, ଡେମୋକ୍ରେଟିକ ସେଣ୍ଟ୍ରାଲିଜିମ, ଗାଇଡ ଅଫ ଦ ପ୍ରୋଲେଟାରିଏଟ, ଅର୍ଗାନାଇଜର ଅଫ ଦ ରିଭଲ୍ୟୁସନ, ଆଉ ଗୋଟେ ହେଲା ୟୁପନ ଏଗନେଷ୍ଟ ଅପରଚ୍ୟୁନିଟିଜମ। ଇଏ ହେଲା କୋର ପ୍ରିନ୍ସିପଲ ଅଫ ଦ ପାର୍ଟିଜ, ପାଞ୍ଚଟା। ଓକେ, କୋର ପ୍ରିନ୍ସିପଲ ଅଫ ଦ ପାର୍ଟି। ନେକ୍ସଟ କହିବା ଆପଣଙ୍କ ରିଭଲ୍ୟୁସନ ହେଲା, ଏଇ ପ୍ରିନ୍ସିପଲକୁ ଫଲୋ କଲେ ରିଭଲ୍ୟୁସନ ହେଲା, ରିଭଲ୍ୟୁସନ ସକ୍ସେସ ବି ହେଲା। ରିଭଲ୍ୟୁସନ ପରେ ଏଇ ଯୋଉ ଭାନଗାର୍ଡର ରୋଲ କ'ଣ ରହିବ ତା ବିଷୟରେ ବି ଲେନିନ ଆପଣଙ୍କର କହିଥିଲେ। ଓକେ, ପୋଷ୍ଟ ରିଭଲ୍ୟୁସନ ପାର୍ଟି କ'ଣ କରିବ? ଓକେ, ପୋଷ୍ଟ ରିଭଲ୍ୟୁସନ, ଓକେ, ପୋଷ୍ଟ ରିଭଲ୍ୟୁସନ ପାର୍ଟି କ'ଣ କରିବ? ଲିଡ୍ ଦ ଡିକ୍ଟାଟରସିପ ଅଫ ଦ ପ୍ରୋଲେଟାରିଏଟ। ପ୍ରୋଲେଟାରିଏଟଙ୍କର ଯୋଉ ଡିକ୍ଟାଟରସିପ, ଏଇଟା କ'ଣଟା? ଟ୍ରାନଜିସନ କମ୍ୟୁନିଜିମ ଆଉ କ୍ୟାପିଟାଲିଜିମ ଭିତରେ ଆପଣଙ୍କ ଯୋଉ ଟ୍ରାନଜିସନ ଫେଜଟା, ସେଇଟା କ'ଣ? ଡିକ୍ଟାଟରସିପ ଅଫ ପ୍ରୋଲେଟାରିଏଟ। ତାକୁ ସିଏ କ'ଣ କରିବ ନା ଲିଡ୍ କରିବ। କିଏ ନା ଭାନଗାର୍ଡ। ଆଉ କ'ଣ କରିବ? ସୁପ୍ରେସ୍ କାଉଣ୍ଟର ରିଭଲ୍ୟୁସନ। କାଉଣ୍ଟର ରିଭଲ୍ୟୁସନ ହେବ ନିଶ୍ଚିନ୍ତ ଭାବରେ ଯୋଉ ବୋର୍ଜୁଆ କ୍ଲାସ ଅଛନ୍ତି କିମ୍ବା ଅଦର୍ସ ଯୋଉମାନେ ଆଫେକ୍ଟେଡ ହେଇଛନ୍ତି ସେମାନେ କାଉଣ୍ଟର ରିଭଲ୍ୟୁସନ କରିବେ, ତାକୁ ସିଏ ସପ୍ରେସ୍ କରିବ। ଆଉ କ'ଣ? ବିଲ୍ଡ ସୋସିଆଲ ଇନଷ୍ଟିଟ୍ୟୁସନ, ମ୍ୟାନେଜ ଟ୍ରାନଜିସନ ଟୁ କମ୍ୟୁନିଜିମ। ପ୍ରୋଲେଟାରିଏଟ ଡିକ୍ଟାଟରସିପ ଅଫ ପ୍ରୋଲେଟାରିଏଟ ରୁ କମ୍ୟୁନିଜିମ ଆଡକୁ ଯେମିତି ଟ୍ରାନଜିସନ ହବ ସେ କଥାଟା ବି ସିଏ କରିବ। and educate citizens politically and ideologically, politically ଆଉ ideologically citizen ମାନଙ୍କୁ educate କରିବ। ଓକେ, ତ ମେନଲି ଆପଣଙ୍କର ଯଦି କହିବା the party becomes the governing nucleus of the socialist state, ଏଇ କଥାଟା ଆମେ ଦେଖିବାକୁ ପାଇଲେ। ତ ଗୋଟେ କଥାଟା କ୍ୱେଶ୍ଚନ ଆସୁଥିବ, ଆମେ ନର୍ମାଲି ମାର୍କ୍ସ ଆଉ ଲେନିନଙ୍କ ଭିତରେ କିଛିଟା ଡିଫରେନ୍ସେସ୍ ଆମେ ଦେଖିବାକୁ ପାଆନ୍ତି ଏଇଥିରେ, ଏଇ ରିଭଲ୍ୟୁସନକୁ ନେଇକି। ମାର୍କ୍ସ କ'ଣ କହୁଥିଲେ? ମାର୍କ୍ସ କହୁଥିଲେ ଯେ ଯୋଉ ରିଭଲ୍ୟୁସନଟା ହବ ସେଟା ଇନ୍ ଆଡଭାନ୍ସ କ୍ୟାପିଟାଲିଷ୍ଟ ସୋସାଇଟି, ଯୋଉଠି କ୍ୟାପିଟାଲିଷ୍ଟ ମାନଙ୍କର ହିଁ ଶାସନ ଥିବ ଆଉ କ୍ୟାପିଟାଲିଷ୍ଟ ଆଉ ବୁର୍ଜୁଆ ଦିଟା କ୍ଲାସ ହିଁ ଥିବେ, ସେଇଠି ହିଁ ହବ ବୋଲି ଆପଣଙ୍କର ମାର୍କ୍ସ କହୁଥିଲେ। ଓକେ, ମାର୍କ୍ସ ଆଉ କ'ଣ କହିଲେ? ମାର୍କ୍ସ ଇଏ କହୁଥିଲେ ଯେ ୱାର୍କର୍ସ ଉଡ୍ ଇଭେଞ୍ଚୁଆଲି ବିକମ୍ କନସିୟସ୍ ଥ୍ରୋ ଦେୟାର ଓନ୍ ଷ୍ଟ୍ରଗଲ। ସିଏ କହିଲେ ଯେ ୱାର୍କର୍ସ ମାନେ ନିଜେ ନିଜେ କନସିୟସ୍ ହେଇଯିବେ। ଓକେ, ସେମାନେ ଯେତେବେଳେ ଷ୍ଟ୍ରଗଲ କରିବେ, ବହୁତ ଅତ୍ୟାଚାରର ସାମ୍ନା କରିବେ, ସେମାନେ ନିଜେ ନିଜେ କନସିୟସ୍ ହେଇଯିବେ ବୋଲି କହିଲେ। ଓକେ, ସିଏ କହିଲେ ପାର୍ଟିକୁ କେବଳ ଫେସିଲିଟେଟର ଭାବରେ ହିଁ ସିଏ ଆପଣଙ୍କର ମାର୍କ୍ସ ଦେଖିଥିଲେ। କିନ୍ତୁ ଲେନିନ ଆପଣଙ୍କର ଯଦି ଦେଖିବେ, ଆମେ ଯାହା ଦେଖିଲେ, ସିଏ କହିଲେ ଯେ ଆପଣଙ୍କର ବ୍ୟାକୱାର୍ଡ ସୋସାଇଟିଜରେ ବି ରିଭଲ୍ୟୁସନ ହବ, କିନ୍ତୁ ଗୋଟେ କଥାଟା ହଉଛି ସେଥିପାଇଁ ଗୋଟେ ଡିସିପ୍ଲିନ ଭାନଗାର୍ଡର ଆବଶ୍ୟକତା ରହିଛି। ଓକେ, ଆଉ ସିଏ ଯୋଉ କହିଲେ ଯେ ଅଟୋମେଟିକ ସ୍ପଣ୍ଟାନିୟସଲି ହେଇଯିବ, ତାକୁ ବି ସିଏ ଆପଣଙ୍କର ସିଏ କହିଛନ୍ତି ଯେ ଆପେ ଆପେ ସୋସିଆଲିଷ୍ଟ ବା ଯୋଉ ରିଭଲ୍ୟୁସନାରୀ କନସିୟସନେସ୍ ୱାର୍କର୍ସ ମାନଙ୍କର ଭିତରେ କେବେ ବି ଆସିବନି। ସେଥିପାଇଁ ଆପଣଙ୍କର ଆଉଟସାଇଡର ହେଲ୍ପ ନିହାତି ଜରୁରୀ ଅଛି, ସେ କଥାଟା ଲେନିନ କହିଲେ। ମେନ୍ କଥାଟା ଆପଣଙ୍କ ସେଣ୍ଟ୍ରାଲାଇଜ লিডরশিপ କଥା କହିଲେ, କିନ୍ତୁ ମାର୍କ୍ସ ଆପଣଙ୍କର ପାର୍ଟିକୁ କେବଳ ଫେସିଲିଟେଟର ଭାବରେ କହିଥିଲେ। ଆପଣଙ୍କର ତା ଛଡ଼ା ଯୋଉ ମାର୍କ୍ସ ଯୋଉ ସ୍ପଣ୍ଟାନିୟସ୍ ଅପରାଇଜିଂ କହିଥିଲେ, ଲେନିନ କହିଲେ ସେମିତି କିଛି ହେବାର ନାହିଁ, ଷ୍ଟ୍ରଗଲକୁ ପ୍ରାୟୋରିଟି ଦେଇକି କରିବାକୁ ପଡ଼ିବ, ତାହେଲେ ଯାଇକି ହେଇପାରିବ। ସେ କଥାଟି ଆପଣଙ୍କର କିଏ ନା ଲେନିନ କହିଲେ। ଏଇ ଦୁଇଟା ଆମେ ଡିଫରେନ୍ସେସ୍ ଦେଖିବାକୁ ପାଆନ୍ତି। ଯାହା ବି ହଉ ଭାନଗାର୍ଡ ଥିଓରିର କିଛି ଲାକ୍ୟୁନା ବି ଦେଖନ୍ତି ବା କିଛି କ୍ରିଟିସିଜମ, ଯେମିତିକି ଇଏ ଗୋଟେ ଅଥରିଟାରିଆନ ଟେଣ୍ଡେନ୍ସିକୁ ଦେଖାଏ। ମେନ୍ କଥାଟା ହଉଛି କ'ଣ ପାଇଁ ନା ଯୋଉ ସେଣ୍ଟ୍ରାଲିଜିମ, ଡିସିପ୍ଲିନ ଆର୍ମି, ଓକେ, ଇଣ୍ଟରନାଲ ଡେମୋକ୍ରେସିକୁ ଯୋଉ ସପ୍ରେସ୍ କରିବା ପାଇଁ ସେଟା ନିହାତି ଅଥରିଟାରିଆନ ଆଡକୁ ଯାଏ।
ओके नेक्स्ट जदि कहबा इलाइटिज्म कथा कहले सी जो कहले जे आउटसाइड रू हेल्प आसीबो वर्कर मान को ताहले जे कि वर्कर मान को भितर कॉन्शियसनेस आसीबो सेटा कोन इलाइटिज्म तो इलाइट माने ही हमको कॉन्शियस कर पारिबो सेई कथाटा ही तो कहउछंती आपन कर लेनिन ओके तो गोटे प्रकार आम मार्क्स को पाखु कंप्लीट डिपारेचर करुथबार आम देखा पाते लेनिन को ओके ता छड़ा जो ब्यूरोक्रेटाइजेशन हेबार रिस्क भी आम देखा पाते ओके कौन पाए ना एलाइट माने से आपनकर आस जाउछंती आ जोटा हेला भी आपनकर व्हाट एवर मे बी आपन ए जो भानगार्ड मॉडलटा यार ग्लोबल इन्फ्लुएंस आम देखा पाइले से समय रे जेमति कि आपनकर कम्युनिस्ट पार्टी हेला चाइना रे वियतनाम क्यूबा कोरिया ଏମାନେ ସବୁ ଲେନିନିଜିମ୍ ଦ୍ୱାରା ହିଁ ଇନ୍ସପାୟାର୍ଡ ହେଇଥିଲେ ମାନେ ମାର୍କ୍ସିଜିମ୍ ରୁ ଇନ୍ସପାୟାର୍ଡ ହେଇନଥିଲେ ଲେନିନିଜିମ୍ ଦ୍ୱାରା ଇନ୍ସପାୟାର୍ଡ ହେଇଥିଲେ ତା ଛଡା ଏସିଆ ଆଫ୍ରିକାରେ ବି ବହୁତ ଆଣ୍ଟି କଲୋନିଆଲ ମୁଭମେଣ୍ଟ ଆମେ ଦେଖିବାକୁ ପାଆନ୍ତି ସେଇ ହିସାବରେ ରିଭଲ୍ୟୁସନାରୀ ଗ୍ରୁପ ମାନେ ଆମେ ଯଦି କହିବା ଲାଟିନ ଆମେରିକାରେ ତାକୁ ଆମେ ଦେଖିବାକୁ ପାଆନ୍ତି ତା ଛଡା ଆପଣଙ୍କର ଯଦି କହିବେ ବହୁତ ଗୁଡାଏ ନ୍ୟାସନାଲ ଲିବରେସନ ଅର୍ଗାନାଇଜେସନ ଆମେ ଦେଖିବାକୁ ପାଆନ୍ତି ଏ ମଡେଲକୁ ଫଲୋ କରୁଥିବା କିନ୍ତୁ ଆପଣ ଚିନ୍ତା କଲେ ଲେନିନ ଯୋଉ କଥାଟି କହିଲେ ଆପଣଙ୍କର ସେ କଥାଟି ଇଣ୍ଡିଆରେ ବହୁତ ପୂର୍ବରୁ ହେଇଯାଇଥିଲା ଓକେ ଆପଣଙ୍କର 1885 ରୁ ହିଁ ସେ ଥିଙ୍କିଂ ଆପଣଙ୍କର ଇଣ୍ଡିଆରେ ଆମର ଇଣ୍ଡିଆନ ସ୍କଲାର ମାନଙ୍କର ଡେଭଲପ ହେଇଯାଇଥିଲା ଏମାନେ ସେ କଥାଟା କହୁଥିଲେ ଲେନିନ ତ ବହୁତ ପରେ କହିଲେ ଓକେ ସେଇଥିପାଇଁ ଇଣ୍ଡିଆରେ ନା ଆମେ ବିଶେଷ ଭାବରେ ମାର୍କ୍ସିଜିମ୍ କିମ୍ବା ଲେନିନିଜିମ୍ର ଇମ୍ପାକ୍ଟ ଆମେ ଦେଖିବାକୁ ପାଇଲେ ନାହିଁ ଓକେ କଣ ପାଇଁ ନା ଇଣ୍ଡିଆନ ସ୍କଲାର ମାନେ ତାଙ୍କଠୁ ଫାର ବେଟର ଥିଲେ ଓକେ କିନ୍ତୁ ଆମ ପାଖରେ ନା ଯୋଉ ଅହିଂସା ଜିନିଷଟା ଯୋଉଟା ଗୋଟେ ଆମର ମାନେ ଖୁନରେ ଯୋଉଟା ଭରି ଦିଆ ହେଇଛି ଓକେ ସେଇଥିପାଇଁ ଆମେ ପ୍ରପର ୱେରେ ସେ ଜିନିଷ ଗୁଡାକୁ ସଠିକ ଟାଇମରେ ବା ଖୁବ ଶୀଘ୍ର ତାକୁ ଚ୍ୟାନେଲାଇଜ କରିପାରିଲେନି ଆମେ ଧୈର୍ଯ୍ୟ ଧରିକି ଅପେକ୍ଷା କଲେ ସେଇ ସମୟକୁ ଯୋଉଥିପାଇଁ ତ ଇଣ୍ଡିଆ ଆଜି ଆପଣ ଯଦି କହିବେ ଆଉ କିଛି ବର୍ଷ ପରେ ମେ ବି 2 ଇୟର୍ସ କିମ୍ବା 3 ଇୟର୍ସ 2030 ପୂର୍ବରୁ ଆପଣଙ୍କ ଥାର୍ଡ ଲାର୍ଜେଷ୍ଟ ଇକୋନୋମି ହେଇଯିବ ଓକେ ରୁଷିଆ କୋଉଠି ଥିଲା ଆଜି କୋଉଠି ଅଛି ଇଣ୍ଡିଆ କୋଉଠି ଥିଲା ଆଜି କୋଉଠି ପହଞ୍ଚିଗଲାଣି ଓକେ ଏଇଟା ଆମର ପେସେନ୍ସ ଆଉ ଆମର ଯୋଉ ଯଦି କହିବେ ଯୋଉ ପୂର୍ବ ପୁରୁଷ ମାନେ ଯୋଉମାନେ ଥିଲେ ତାଙ୍କର ଷ୍ଟ୍ରାଟେଜି ଆଉ ତାଙ୍କର ବଳିଦାନ ଯୋଗୁଁ ହିଁ ଆମେ ସେଇ ଜାଗାକୁ ପହଞ୍ଚି ପାରିଛନ୍ତି ଆଉ ଆମେ ପହଞ୍ଚିବା ବି ଏଟା ଆମର ହିଷ୍ଟ୍ରିରେ ରୁଷିଆ ଭଳିଆ ଗୋଟେ ଅନ୍ଧକାର ଯୁଗରେ ଆମେ କେବେ ବଞ୍ଚି ନଥିଲେ ଇଣ୍ଡିଆ ଫାର ବେଟର କଣ୍ଟ୍ରି ଥିଲା ବ୍ରିଟିଶ ମାନେ ଆସିବା ପୂର୍ବରୁ ଓକେ ତ ନିଶ୍ଚିତ ଭାବରେ ଆମେ ପୁଣି ଥରେ ସେଇ ଜାଗାରେ ପହଞ୍ଚିବା ଯାହା ବି ହଉ କଣ୍ଟେମ୍ପୋରାରୀ ରିଲେଭାନ୍ସ ବି ଆମେ ଦେଖିବାକୁ ପାଆନ୍ତି ଯଦିବା ବହୁତ ବିଶେଷ ଭାବରେ ନୁହଁ ଓକେ କିନ୍ତୁ ଷ୍ଟିଲ୍ କିଛି ଜାଗା ପାଇଁ ଜରୁରୀ ଯାହା ବି ହଉ ତ ଇଏ ଥିଲା ତାଙ୍କର ଥିଓରି ଅଫ ଭାନଗାର୍ଡ ପାର୍ଟି ତ ଆଜି ମୁଁ ଭାବୁଛି ଏଇଠି ରଖିବା କ୍ଲାସ୍ କେମିତି ଲାଗିଲା ମୋତେ କୁହନ୍ତୁ ଯଦି କିଛି ପଚାରିବାର ଅଛି ଡାଉଟ୍ସ ଅଛି ତାହେଲେ ବି ଆପଣମାନେ ପଚାରି ପାରିବେ କିଛି ଅଛି କହିବେ ନହେଲେ ଆଟଲିଷ୍ଟ କ୍ଲାସ୍ କେମିତି ଲାଗିଲା ହେଲେ କୁହନ୍ତୁ କିଛି ତ ଗୋଟେ ରିପ୍ଲାଏ କରନ୍ତୁ ଆମେ କ୍ଲାସ୍କୁ ଏଣ୍ଡ କରିବା ଓକେ ଓକେ ବାକି ସମସ୍ତେ ଓକେ ଠିକ୍ ଅଛି ତ ଠିକ୍ ଅଛି ଆମେ କ୍ଲାସ୍କୁ ଏଠି ରଖିବା ଏକ୍ସପେକ୍ଟ କରୁଛି ସମସ୍ତଙ୍କୁ ଭଲ ଲାଗିଥିବ ହଁ ଏଇ ପର୍ଟିକୁଲାର ଚାପ୍ଟର ନୋଟ୍ସଟା ଆପଣଙ୍କୁ ଦିନେ ଦି ଦିନ ଲାଗିବ ଓକେ 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 ଠିକ୍ ଅଛି ଥ୍ୟାଙ୍କ ୟୁ ଭଲ ଲାଗିଲା ଆପଣ ସମସ୍ତଙ୍କୁ ଅ, ତ ଠିକ୍ ଅଛି ମୁଁ କ୍ଲାସ୍କୁ ଏଠି ରଖୁଛି ଆଉ ବାକି ମାଟେରିଆଲ୍ସ କଥା ମୁଁ ଅଲରେଡ଼ି ଇନଫର୍ମ କରିଦେଇଛି ଆପଣ ପାଇଯିବେ ଓକେ ସଟରଡେ ରୁ ମଣ୍ଡେ ଭିତରେ ଆପଣ କମ୍ପ୍ଲିଟ୍ ଇନଫର୍ମ ହେଇଯିବ ଆପଣ ପାଇଯିବେ ତାର ଡିଟେଲ୍ସ ଠିକ୍ ଅଛି ଯୋଉମାନେ ଚାହିଁବେ ସେମାନେ ନେଇପାରିବେ